फास्ट पेज सॉरी है कि ना सेकंड भी 7 8 9 जाए सकते हैं 9 10 ରୁ ଷ୍ଟାର୍ଟ ହବ। ଏ ପର୍ଯ୍ୟନ୍ତ କଣ ଥିଲା ରାଧାଙ୍କ ପାଖକୁ ଚିଠି ନା ସରି ରାଧାଙ୍କ ପାଖକୁ ଆସିଥିଲେ କୃଷ୍ଣଙ୍କର ଖବର ନେଇନା ରାଧା କୃଷ୍ଣଙ୍କର ମିଳନ ଆଉ ଥରେ ସଂଗଠିତ କରିବା ପାଇଁ କି ନା ଦୁତି ଜଣକ ସିଏ ଆସିକି କୃଷ୍ଣଙ୍କ ଖବର ରାଧାଙ୍କୁ କହୁଛି ରାଧାଙ୍କ ଖବର କୃଷ୍ଣଙ୍କୁ ଯାଇକି କହୁଛି ଏଇଟା ଥିଲା ନା ତ ଯେତେବେଳେ କହୁଛି ପ୍ରଥମରେ ଯେତେବେଳେ ଦୁତି ଆସିକି କୃଷ୍ଣଙ୍କର ଖବର ଦବା କଥା ଦେଇଛି ତାହା କହିଛନ୍ତି ରାଧାଙ୍କୁ କହିଛି ରାଧା ତାକୁ କହୁଛନ୍ତି ତାର ହାତକୁ ଧରିଲେ ନାହିଁ ତମେ କହିଦେବ ଯାଇକି ତାକୁ ସେ କଣ ନାରୀଙ୍କର ନୀତି କୋଉ ଦୀକ୍ଷା ନେଇଛନ୍ତି କି ନାରୀମାନଙ୍କୁ ମାରିବାକୁ ତାଙ୍କର କହୁଛନ୍ତି ଯୋଉମାନଙ୍କୁ କିଣା ଦାସୀ ଯୋଉମାନଙ୍କୁ କିଣା ଦାସୀ କରି ଟଙ୍କା ପଇସା ଖର୍ଚ୍ଚ ହେଇଥିବ ସ୍ନେହ ଶ୍ରଦ୍ଧା ପ୍ରେମରେ ଯୋଉମାନେ କିଣା ରାଧା ଯେହେତୁ କୃଷ୍ଣଙ୍କ ପ୍ରେମର ବନ୍ଧା ସେଥିପାଇଁ ନା ନିଜକୁ ବିକ୍ରି କରିଦେଇଛନ୍ତି ସେଥିପାଇଁ କହୁଛନ୍ତି ଆମର ତାଙ୍କର କିଣା ଦାସୀ ତ କିଣା ଦାସୀ କଣ ଯୋଉମାନଙ୍କର ଜିନିଷ ତମେ କିଣିଥିବ ତାକୁ ହଟଦାର କରିହବ କି ତମେ କିଣିଛ ମାନେ ତା ପ୍ରତି ତମର ସକ୍ ଅଛି ତେଣୁକରି ତମେ ତାକୁ ଯତ୍ନ ବି ରଖିବା କଥା ତ କିଣା ଦାସକୁ ସେ ଏଇଭଳି କଷ୍ଟ ଦେଉଛନ୍ତି ହଇରାଣ କରୁଛନ୍ତି ଏଇ ସବୁ ବିଷୟରେ ମଧ୍ୟ କୁହାଯାଇଛି। ପୁଣି କହୁଛନ୍ତି ଯେ ସିଏ ହଉଛନ୍ତି ପ୍ରାଣ ଜୀବନ ସିଏ ଯଦି ମତେ ଦୟା ନ କରିବେ ଅନୁଭବ ନ କରିବେ ତାହେଲେ ମୋର ଜୀବନ ମଧ୍ୟ ଶେଷ ହେଇଯିବ ତାଙ୍କୁ ଏକଥା ମଧ୍ୟ କହିଦବ ଆଉ ସେ ଟିକେ ତାଙ୍କର ଭଲ ମନରେ ଚିନ୍ତାରେ ମୋ ବିଷୟରେ ଟିକେ ଚିନ୍ତା କରିବେ କଣ ନ୍ୟାୟ ଅନ୍ୟାୟ ସେ ସବୁ ଚିନ୍ତା କରିବେ ଯେଉଁଭଳି ଚନ୍ଦ୍ର ବିନା ଚକର ଅଧା ଅଧୁରା ଆଉ ବନ ବିନା ମିଛ ବନ ହେଲା ଏଠି ପାଣି ତ ପାଣି ବିନା ମାଛ ଯେମିତି ମାଛ ପାଣି ଭିତରୁ କାଟିଲେ ଛଟପଟେଇକି ସାଙ୍ଗେ ସାଙ୍ଗେ ମରିଯିବ ସେ ଯେଉଁଭଳି ଅଧୁରା ସେଇଭଳି ତାଙ୍କୁ କହିଦେବ ରାଧା ମଧ୍ୟ କୃଷ୍ଣଙ୍କ ବିନା ଅଧୁରା ଆଉ ମତେ ଏମିତି ଛାଡି ଦେଇକି ସେ କାମନା ରୂପକ ସାଗରରେ ବୁଡିବା ପାଇଁ ମରିବା ପାଇଁ ଛାଡି ଦେଇକି ଚାଲିଗଲେ ପୁଣି ଆଉ ସଦା ସର୍ବଦା ମୋର କାମଦେବ ଦହନ କରୁଥିବ ଅର୍ଥାତ ତାଙ୍କ ପ୍ରତି ଯୋଉ ଭଲ ପାଇବାଟା ଯୋଉ କାମନାଟା ସଦା ସର୍ବଦା ମୋ ହୃଦୟରେ ଜାରି ରହୁଥିବ ଆଉ ମୁଁ ଗୋଟେ ଅବଳା ନାରୀଟିଏ ସେଇଭଳି ମୁଁ ପୀଡା ପାଉଥିଲି କଷ୍ଟ ପାଉଥିଲି ହେ ଯଦି ତାକୁ ଯାଇକି ପୋଷିଲା ଦାସୀ ନାସିଲେ ମତେ ଜାଣିକି ସେ ପୋଷିଛନ୍ତି କାହିଁକି କହିଲେ ଯେ ମତେ ଭଲ ପାଇବା ଦେଇଛନ୍ତି ବୋଲି ମୁଁ ବଞ୍ଚିତ ରହିଛି ତିଷ୍ଠିକି ରହିଛି ପ୍ରେମ ଯେମିତି ଜଣକୁ ଆମେ ପୋଷନ୍ତି ଅର୍ଥାତ ତାକୁ ଖାଇବା ପିଇବା ପିନ୍ଧିବା ଦେଇକି ପୋଷଣ କରିବେ ଆଉ କିଏ କାହାକୁ ପଢଉଛି ପୋଷୁଛି ବୋଲି କହିପାରିବ ଆଉ କିଏ ସିଏ ତାଙ୍କୁ କଣ ରାଧାଙ୍କ ସ୍ନେହ ଶ୍ରଦ୍ଧା ଦେଇକିନା ପୋଷିଛନ୍ତି ବୋଲି କହୁଛନ୍ତି ତେବେ ମୁଁ ହଉଛି ପୋଷିଲା ଦାସୀ ମୋର ସର୍ବନାଶ କରିବି କେଉଁ ଦୋଷ କେଉଁ କୀର୍ତ୍ତି ଅର୍ଜନ କରିବ ଏଇଟା ମଧ୍ୟ କହିଛନ୍ତି ପତ୍ରର ଜାତି ବି ହେଇଥିବ ଅର୍ଥାତ ତାଙ୍କ ଭାବିବାରେ ମୁଁ ଯଦି ମରିବି ଯାଏ ତଥାପି ତାଙ୍କୁ କହିବ ସେ ମୋର ଗାଇବେନି ବା ମତେ ଆଉ ମନେ ପକେଇବେନି ହତ ଭାବିଲି ତାଙ୍କର ମନ ସେ ନିଜକୁ କଷ୍ଟ ଦେବେ ଏଇଟା ମଧ୍ୟ କହୁଛନ୍ତି ପୁଣି କହୁଛନ୍ତି ପର ଅଧୀନରେ ଯଦି ସ୍ନେହ ରଖୁଛି ତାହେଲେ ମୁଁ ମାରିଦେଲି ନା ମୋର ସ୍ନେହ ତମେ ମତେ ପାଇବାଟା ପର ଅଧୀନ ଅନ୍ୟ ଦ୍ୱାରା ଆମେ ପ୍ରାପ୍ତ ହେଇଥାଉ ତେବେ ତାକୁ ଭାବିବେନି ଯଦି ପଶିବ କଷ୍ଟ ବଢିବ ଅନ୍ୟ ପ୍ରେମ ଆଶା କରିବ ତ ଭଲ ପାଇବାଟା ପର ଅଧୀନ ଅଛି ତାଠୁ ଆଶା କରିବା ତାହା ନିହାତି କଷ୍ଟଦାୟକ ବା ସଙ୍କଟଦାୟକ ତେଣୁ ସେ ଭାବିବେନି ଯଦି ଭାବିବେ ଦୁଃଖ କଣ କରିବେ ନିହାତି ସରିବେ ଆଉ ତାକୁ କହିଦେବୁ ପ୍ରେମ ଲୀଳା ପାଇବା ପାଇଁକା ପ୍ରେମର ଲୋକ ଛାଡି ଦେଇକି ପରିତ୍ୟାଗ କରିବେ ନହେଲେ ମୋ ଭଳିଆ ତାଙ୍କୁ ଲାଗିବ ଅର୍ଥାତ ମୋ ଭଳିଆ ପ୍ରେମର ଅଦେହି ଆତ୍ମା ଲାଗିକି ରହିବ ମୋ ଭଳିଆ ବାୟା ହେବେ କୃଷ୍ଣଙ୍କୁ ମୁଁ ଯେମିତି କୃଷ୍ଣଙ୍କୁ ପାଇବା ପାଇଁ ପାଗଳ ହଉଛି ସେଇଭଳି କୃଷ୍ଣ ମଧ୍ୟ ଯଦି ତ୍ୟାଗ ନ କରନ୍ତି ସିଏ ମଧ୍ୟ ମୋ ପାଇଁକି ବିକଳ ହେବେ କଷ୍ଟ ପାଇବେ ଯନ୍ତ୍ରଣା ଅନୁଭବ କରିବେ ପୁଣି କହୁଛନ୍ତି ତାଙ୍କୁ କହିବ ତାଙ୍କର ଶିକ୍ଷାରୁ ତାଙ୍କର ପାଦ ଧୂଳି ଟିକେ ମୋ ପାଇଁ ଆଣିବୁ ସେତିକି ହିଁ ମୋ ପାଇଁ ପୁଣ୍ୟ ଯଦି ସେ ମତେ ଦେଖେ ତାହେଲେ ନିହାତି ଭାବେ ତାଙ୍କର ବହୁତ ପୁଣ୍ୟ ହବ ଏବଂ ଆଉ ଥରେ ତାଙ୍କୁ ଯେ ଅଭାଗିନୀକି ଯଦି ସେ ଉଦ୍ଧାର କରିବେ ନ ଉଦ୍ଧାରିବେ ତାହେଲେ ତାଙ୍କର ଖ୍ୟାତି ଅର୍ଜନ ହେବ ନାହିଁ ଯଦି ଅଭାଗିନୀ ଉଦ୍ଧାର କରିବେ କିଛିଟା ପାଦ ଧୂଳି ଦେବେ ତାହେଲେ ଅଭାଗିନୀ ପାଇଯିବ ଏବଂ ତାଙ୍କର ଯଶ ଗୁଡିକ ତାଙ୍କର ଖ୍ୟାତି ଗୁଡିକ ଚାରିଆଡେ
विकसित हो प्रकाशित हेउठिबो पुणी कहउचंती कहउतली बड़ा नागर कृष्ण एटा लास्ट रे तापर पुणी कहउचंती जे जेते बळे कृष्ण गोटे थर कहिदेले ताकर जो खबर वार्ता माध्यम रे आसीकी गोपी सॉरी गोपी हाथ रे से दासी के हाथ रे कहिदिले का आसीकी राधा को आसीकी कहिदिले जे खबर गोटे थर हां किबा आगरो राधा के सहित केबे कथाबार्ता हेला कहिचंती जे वीर द्वारा सहे नाग लक्षे नाग साप गोटे नाग साप दंश जला पूरी अधिक कष्टदायक तेणु करके से एटी कहते जे कहिदबो जे से जो खबरटा देइथिले से जो बार्ताटा देइथिले जे वीर जलाटा साप दंशन पे आहुरी भयंकर सेटा मन तो मिछ थिला कि असत्य थिला ताले से निहाती भाବରେ ତାର ସେ କଥାଟି ତାଙ୍କର ଅସତ୍ୟ ଥିଲା ଏ କଥା ମଧ୍ୟ କହିଦେବୁ ଆଉ ତାଙ୍କୁ ବିଦାୟ କରିବୁ ତାଙ୍କର କଥାଟି ପ୍ରତାରଣା ପୂର୍ଣ୍ଣ କଥା ଥିଲା ଏତିକି ବାଟ ଥିଲା ତେବେ ତାପରେ ମୁଁ ପଢିବା ନନକୁ ମନ ପଡିଗଲା ସବୁ କଣ ଷ୍ଟୋରି ହେଇଥିଲା ମନ ପଡିଗଲା ତ ଧୀରେ ରାଧା ମନ ପଡିଲା ତ क्लास करिन एबे सेहि पई स्टोरीटा कहदेली जो माने क्लास करिन एही घटना गुड़िक घटिची दासी ते जाईची राधा को पाखु कृष्ण कर खबर ने राधा को जानिबो राधा को खबर ने कृष्ण को जानिबो एवं परवर्ती समय कृष्ण और राधा कर कोठी देखा अब कोठी मिलन अब से जगह को स्थिर करबी पुनर्मिलन एबे तो बिछड़ी जाइछन ना दी जण तो सेही कथा को लेकिना एबे कुआ जाउची कर जे सिछि जेते दुटीटा राधा को पाखु आसी एक कथा कहउचन हला जहा जहा बे कहली एई कथा गुडको राधा दुटी को कहउचन जे जाईनी कृष्ण को एई कथा गुडको कहउचन ठीक पुणे कहउचन कुमुदिनी बिना बाधा की होई विदुर विदुर कुमुदिनी बिना बाधा की होई विदुर से पुणी नुपाई कि तांको बिना विदुर उतिगो बंधु को कह देखी प्रीति शशिर काली हेले है आदर न तेजई शिशिर एइतो लेखा देइची फर्स्ट लाइन टा कुमुदिनी बिना बाधा की होई विदुर से पुणी नुपाई निकी तांको बिना विदुर दुईटा जांको समान शब्दर भिन्न अर्थ बोधक सम उच्चारित शब्द को अलंकार व्यवहार करा जाइछि मने अछि अलंकार को अलंकार व्यवहार करा जाइछि जमक अलंकार नहीं जमक आउ प्रांत जमकर व्यवहार करा जाइछि काहेकि ना प्रांत जमकर संज्ञा हला कोन प्रांत जमकर संज्ञा मध्ये अछि नहीं प्रांत जमक अलंकार संज्ञा कार मध्ये अछि हां को ना शेष दुई अक्षर न कहबो कि भिन्न अर्थबोधक सम उच्चारित शब्दर प्रयोगटी पादर शेष रे व्यवहार करा जाइछि ताको हमें प्रांत जमक अलंकार बोली कहबा ठीक तो एठी कुमुदिनी हिला कई कई रो बिना बाधा की कोई विदुर विदुर हला चंद्र प्रथम धाड़ी रे विदुर शब्दटी रो प्रयोग करा जाइछि तार अर्थ होछि चंद्र क्लियर हैला तापर द्वितीय धाड़ी जो विदुर शब्दटी रो व्यवहार करा जाइछि से पुणी नुमाई कि लिखि तांको बिना विदुर दुखी माने जे कष्ट रे रहता है दुखी रे दुख रे रहता है से ला दुखी द्वितीय धाड़ी रे द्वितीय पाद रे विदुर शब्द प्रयोग करा जाइछि ताहार अर्थ हला दुखी प्रथम पाद रे जेउ विदुर शब्दटी शेष रे विदुर शब्दटी रो प्रयोग करा जाइछि ताहार अर्थ हला चंद्र तबे पुनी फर्स्ट कहउछथि कुमुदिनी बिना बाधा की होई विदुर कुमुदिनी हला कई रो बिना बाधा की होई विदुर ता चंद्र रो कोन असुविधा हुए कई न भी फुटिले चंद्र उदय हब ही हब नहीं कई जो न फुटुची जदि पूरा दुनिया रे कई फुल लोप पाई जिवो तथापि चंद्र रो किछ असुविधा हब कि चंद्र तार उइबा कथा उइबो किंतु कई आ चंद्र रो संपर्क कोन अति निबिड़ काहेकि कई जेते फुटे चंद्र किरण कई रे पड़िले सुंदर देखा जाए कईटा आहुरी सुंदर तो हुए आउ ठीक हो जाए तार सुंदरता आहुरी बढ़ी जाए जेते चंद्र किरण कई फूल ऊपर पड़ी जाए ठीक जेमिति पद्म फूल ऊपर सूर्यकर किरण पड़िले पद्म फूलटी सुंदर देखा जाए राइट तो सेही कथा कहउछथि जदि एठी कई आउ चंद्र संपर्कटा अति निबिड़ राधा और कृष्ण को संपर्क बड़ी किंतु एठी कहउछथि जदि कई न थांता ताले चंद्र को किछ असुविधा हेतै कि चंद्र तार जेमिति होइबा कथा होई थांता चंद्र को अटकी कई फूल नाही बोली कि चंद्र जे आकाश में होइबो नि ता नय चंद्र होइबो कई थाउ कि ना
ତେବେ ସେଇ କଇଁ ବିନା କିଛି ବାଧା ହୁଏନି, ବିଦ୍ୟୁତର ବା ଚନ୍ଦ୍ର କିଛି ବାଧା ଉତ୍ପନ୍ନ ହୁଏନି ହୋଇପାରେ, ସେ ପୁଣି ନୁହେନି କି ତାଙ୍କ ବିନା ବିଦ୍ୟୁତ ଆଉ ସିଏ କେବେ ବି ଦୁଃଖୀ ହୁଏନି, କଇଁ ବିନା ଚନ୍ଦ୍ର କେବେ ଦୁଃଖୀ ହୁଏନି, କିନ୍ତୁ ଚନ୍ଦ୍ର ବିନା କଇଁଟି ଝାଉଁ ଯାଏ, ଦୁଃଖୀ ହେଇଯାଏ ହେଲା। ତ ରାଧା ଏଠି ନିଜକୁ କଇଁ ସହିତ ତୁଳନା କରୁଥିବା ସମୟରେ ଚନ୍ଦ୍ରକୁ କୃଷ୍ଣଙ୍କ ସହିତ ତୁଳନା କରୁଛନ୍ତି। ଏଠି କହୁଛନ୍ତି ଯେ ମୁଁ ସିନା ଏଠି ରାଧାଙ୍କୁ ମାନେ କୃଷ୍ଣଙ୍କୁ ଝୁଲି ଝୁଲି ଏଠି କଷ୍ଟ ପାଉଛି, କୃଷ୍ଣଙ୍କର କିନ୍ତୁ କିଛି ଅସୁବିଧା ହେଉନାହିଁ। ଯେମିତି ଗୋଟେ କଇଁ ଫୁଲ ନ ଫୁଟିଲେ ଚନ୍ଦ୍ରରୁ କିଛି ଯାଇ ଆସେ ନାହିଁ ଏବଂ ତାକୁ କିଛି ଦୁଃଖ ମଧ୍ୟ ଲାଗେନି, ଯଦି କଇଁଟି ଫୁଟିନି ତଥାପି ବି ଚନ୍ଦ୍ରକୁ କିଛି ଦୁଃଖ ଲାଗେନି। ବନ୍ଧୁଙ୍କୁ କହ ଦେଖ ପ୍ରୀତି ଶଶୀର କାଳି କେବେ ବି ଆଦର ନ ତେଜ ଇ ନିଶିର। ତେବେ ପୁଣି କହୁଛି ତେବେ ତାକୁ କହିଦେବୁ ଯାଇକି ଦେଖ ବନ୍ଧୁଙ୍କୁ କହ ଦେଖି ପ୍ରୀତି ଶଶୀର, ଶଶୀ ମଧ୍ୟ ଜହ୍ନ, ଜହ୍ନ ଏଠି କଇଁ ବିନା ପାଗଳ ନୁହଁ, କିନ୍ତୁ ଜହ୍ନ ରାତିକୁ ଭଲ ପାଏ, ରାତି କଳା ହେଲେ ବି କଳା ରଙ୍ଗର ହେଲେ ବି ତଥାପି ଜହ୍ନ, ଜହ୍ନ ପୁରା ଧଳା ନାଇଁ, ଜହ୍ନକୁ ଯଦି ଆମେ ତୁଳନା କରିବା ଗୋରା ଗୋରା ଲୋକଟି ନା, ଆଉ ଯଦି ରାତି ଝିଅଟାକୁ ତୁଳନା କରିବା ଗୋଟେ ଝିଅ ସହିତ ତ ରାତି ହେଲା କଳା ଝିଅଟି, କିନ୍ତୁ ଜହ୍ନ ଆଉ ତାଙ୍କ ମଝିରେ ସବୁ ସୁନ୍ଦର ହେଲା କଇଁ ଫୁଲ ନାଇଁ, ଜହ୍ନ କିନ୍ତୁ କଇଁକି ତେଜିଆ କରିକି ରଖିପାରିବ, କଇଁ ନ ଫୁଟିଲେ ସେ ଠିକ ରହିଯିବ, କିନ୍ତୁ ରାତି ଆସିଲେ ଜହ୍ନ ଆସିବା ଅନିବାର୍ଯ୍ୟ ନାଇଁ, ରାତିକୁ ଛାଡିକି ଜହ୍ନ ରହିପାରିବ, ଦିନରେ କେବେ ମୁର୍ଖ ଜହ୍ନ କେବେ ମିଳିବନି। ସେଇ କଥା କହୁଛନ୍ତି ରାଧା, ଏ ଦୁଃଖୀ ଯାଇକି କହିଦେବୁ ବନ୍ଧୁକୁ ଏଇ ପ୍ରିୟତମା ପ୍ରିୟତମାଙ୍କୁ କୃଷ୍ଣ କୃଷ୍ଣଙ୍କୁ ସେ କହ ଦେଖି ପ୍ରୀତି ଶଶୀର, ତେବେ ଜହ୍ନର ପ୍ରୀତିଟାକୁ କହିଦବୁ, ଜହ୍ନର ଭଲ ପାଇବାଟା ଏତେ ନିବିଡ଼ ଏତେ ଗେହେରା ଯେ ସିଏ କାଳି ହେଲେ ମାନେ ରାତିରେ କାଳି ହେଲେ ଆଦର ନ ତେଜ ଶଶୀର, ଶଶୀ ହେଲା ଜହ୍ନର ସରି ତେଜ ନିଶିର, ନିଶି ହେଲା ରାତ୍ରିର, ସେ କେବେ ରାତ୍ରି ପାଖକୁ ଆସିବ ଏ ଜୀବନ କଣ ହେଇଛି ହଁ କୁଆଡେ କୁଆଡେ ପଳେଇଛି, କୁଆଡେ କୁଆଡେ ପଳେଇଲେଣି ଏଇଠି ଅଛ ତ, ଏଇଠି ଅଛ ତ ତ କହୁଛନ୍ତି କି ଚନ୍ଦ୍ର ଏଇଠି କହୁଛନ୍ତି ଚନ୍ଦ୍ର କଣ କରୁଛି, ଚନ୍ଦ୍ର ଗୋଟେ ବୟଫ୍ରେଣ୍ଡ ଆଉ ଶକ୍ତି ହଉଛି ଗୋଟେ ଦିଟା ତାର ଗାର୍ଲଫ୍ରେଣ୍ଡ, ଗୋଟେ ହେଲା କଇଁ ଗୋଟେ ହେଲା ରାତ୍ରି, ରାତ୍ରି ଗୋଟେ ଗାର୍ଲଫ୍ରେଣ୍ଡ ଆଉ କଇଁ ଫୁଲ ଗୋଟେ ଗାର୍ଲଫ୍ରେଣ୍ଡ, ସେ କଇଁ ଫୁଲ ଆସିଲେ ନା ଆସିକି ତାକୁ ଅପେକ୍ଷା କରୁନି, କିନ୍ତୁ ରାତ୍ରି ପାଖକୁ ଯେମିତି ହେଲେ ଆସିବ, ତେଣୁ ଅତି ହେଲା ନିଗୁଡ ରାତ୍ରି ଗାର୍ଲଫ୍ରେଣ୍ଡ ଟି ଚନ୍ଦ୍ରର ଅତି ପ୍ରିୟ ହେଲା, ତେଣୁ କରିକି କହୁଛି ସେଇଠି ରାଧା କହୁଛନ୍ତି ନା ଏତେ ସେ କଳା ହେଇକି ମଧ୍ୟ ସାଧାରଣ ପୁରୁଣା କଳା ଝିଅଟା ପଛକୁ ଟିକେ କଳା ଝିଅଟେ ଆଉ ଟିକେ ଦେଖିବାକୁ ମିଳିବ କାଳେ ଭଲ, ତ ଏଇଟା କିନ୍ତୁ କୃଷ୍ଣଙ୍କର ଭଲ ପାଇବାକୁ ରାଧା ଆଉ ଟିକେ ଉପରକୁ ନେଇକି ତୁଳନା କରିଛନ୍ତି, ସୁନ୍ଦର ଏମିତି କଳା କଳା ରଙ୍ଗରେ ନଥାଏ, ସୁନ୍ଦର ଥିଲା କଣ ଗୋଟେ ସୁନ୍ଦର ଯାହା ମନକୁ ଖୁସି ଦିଏ ନାଇଁ, ଆତ୍ମତୃପ୍ତି ଦିଏ ସିଏ ହେଲା ସୁନ୍ଦର, ନହେଲେ ଗୋଟେ ସେଗୁଡା କୁଇନ ଭଳିଆ ସୁନ୍ଦର ଥିବ ଗାଳି ଦଉଥିବ ସୁନ୍ଦର ଗଣା ଯିବ ତା ପାଖେ ବସିକି ଇଚ୍ଛା ହବନି ନୁହେଁ, ଝିଅ ଗୁଡା ସୁନ୍ଦର ସୁନ୍ଦର କୋଉ ଝିଅ ଗୁଡା ବାହାଘର ଲାଗିବ ସାଧା କୋଉ ଝିଅ ଗୁଡା ସାଧା ଦେଖିବେ ଏଣ୍ଟରଟେନମେଣ୍ଟ କରିବେ ଲାଇଫ ଲଙ୍ଗ ରହିବନି ଏମିତିଆ ଲୋକ ନାଇଁ ନାଇଁ ଆଚ୍ଛା ଆଉ ଟିକେ ଚୁଲିଆ ସେ କଣ ତାର ନା ସାଇଡ ତମ ଫେଭରେଟ ହିରୋ ରହିଥାଉ ନା କାହିଁକି ଆସିତ ରହିପାରିବ ତମର ଫେଭରେଟ ହିରୋଇନ ଆସିଲେ ରହିପାରିବ ନାଇଁ ନା ଖାଲି ଟିଭିରେ ଦେଖିବାରେ ଠିକ ଅଛି ଏଣ୍ଟରଟେନମେଣ୍ଟ କରିବା ପାଇଁ ଠିକ ଅଛି ନା ଶାହରୁଖ ଖାନ ଆସିଲେ ରହିଯିବ ବାବା ପୁରା ଗେହରା ରହିଲା ଆଚ୍ଛା ତାପରେ ସେଠୁ କୁକୁଡି ହଉଛି କି ହେଲା ହେଳା କଲେ ଆଚ୍ଛା 10 ନମ୍ବର ତ କ୍ଲିୟର ବୁଝିଲ ତ ଯେ ରାଧା କଣ କହୁଛନ୍ତି କହିଦବୁ ଚନ୍ଦ୍ର ପ୍ରଥମ ତୁଳନା କଲେ ଚନ୍ଦ୍ର ଆଉ କଇଁ ସହିତ ଦ୍ୱିତୀୟ ତୁଳନା କରୁଛନ୍ତି ରାତି ଆଉ
चंद्र सहित जाई कहदेबू जे कईर भी सॉरी चंद्र भी असुविधा नहीं कई आसुकी पाँच किसी दुख लगे ना पुणी कहू एक कथा जे दी थर जब से तुलना कर अन्य अर्थर देखिए दीटा भाव को अलग अलग पुणी कहले जो मैंने राति कला हो किंतु एटाकू मन पकाउची चंद्र मन पकाउची किंतु कृष्ण भी मते छाड़ी चली जाइछु पुणी गला बेड़ा कले कृति भेड़ा मोर बुड़ी जाउची विचार करंतु केते असुंदर पाउची जति गो कह बंधु की विचार होची ना आउ अनाथिति दशा पर देउची बोली बेड़ा कले कृति भेड़ा मोर बुड़ी जाउची बेड़ा करबो जदि डेरी करबो जाई कि कहि देबो से कृष्ण को जाई कि कहबो से जदि डेरी करूछन ना बड़ी बड़ी ना जाउची मतलब कष्ट होउची और यंत्रणा मध्य अनुभव होउची तेबे प्रीति भेड़ा मोर बुड़ी जाउची प्रीति भेड़ा गला प्रेम रूप का आश्रय प्रीति भेड़ा भेड़ा मतलब कौन तमे डंगा डंगा भली गोटे जिंस कदली पंडित पड़े पानी रे पानी को रखा पाए आश्रय लेवा चढ़ी पारी हेबा पे एई प्रीति प्रेम रूप भेड़ा मने पके जोड़ी जोड़ी सुखी कंडाई पूर्ण मरि जिवे किंतु से आसले को देरी हो जाय सही बात जो मन प्रीति को भेड़ा धीरे धीरे जाउची अर्थात मु डेली डेली कभी कष्ट जंत्रणा में सही जाउची तो विचार करो केते असुंदर पाउची एई जो असुंदर शब्द की लिखा जायची एई असुंदर रो शब्द सुंदर असुंदर रे जीवनी एई असुंदर रो शब्द कष्ट पाउची ना एटी असुंदर रो शब्द होला अर्थात असुंदर कथा सुंदर कथा माने गोटे जिन भल पॉजिटिव जिंस है सेटा सुंदर कथा रे जीव कथाटा को आपण सुंदर रे तुलना करि केमति तो गोटे सिने चित्र अछि तक रंग करदेले से सुंदर हे गोटे कथाटी कोन भल कथा है सुंदर कथा जदि कान को ठीक सुना जाउनी माने किछि असुविधा रे कथा होती तांटा हम असुंदर कथा होती कि कहूचे तो सेही कथा कहउछन्ती हेरा कले मोर बुडी जाउची विचार करंतु केते असुंदर पाउची मो केते कष्ट पाउची कृष्ण को कहि दो जाके टिके मो विषय चिंता करिवे मो विषय विचार करिवे जे न जदि बेसी देरी करि देबे तार निश्चित भाବରେ मोर भेड़ा बुडी जिवो पुणी कहले दुति को कह बंधु को विचार हेउची नाथ थाउ अनाथिति दशा पर देउची तेबे जाई कहू हे दुति कह बंधु को ए विचार हेउची कोन भल विचार होची ना ठीक कथा हेउची कि न्यायोचित कथा हेउची कि कोन न्यायोचित कथा हेउची नाथ थाउ अनाथिति दशा पर होई तेबे नाथ थाई कि मध्य मोर अनाथ के यार अनाथ यार केई मध्य नाहंती ताको हम अनाथ कर किंतु राधा के निज को अनाथ कोई चिंता सत तापर कोजनी तो सेही प्रकार अनाथ जहार नाथ अछंती जहार समस्त भगवान अछंती तो समस्त नाथ स्वामी बा एठी मुख्य लोकडिया परम लोकडिया अछि तापर मो पाखरे नाथ थाई के सुदा मो अनाथिनी भई दशा दशा पर देउची दशा पर शब्दर अर्थ है शत्रु माने दशा हला दुर्दशा शत्रु एही मत दुर्दशा को मोर शत्रु साजुची मोर नाक थाई कि मो अनाथिनी भଳି दुर्दशा भोग करूची बा अनाथिनी भଳି दुर्दशा रूपक शत्रु मते ग्रास करूची मु कष्ट पाउची यार सिने की ना से कष्ट करिवो मोर थाई कि मते मु कष्ट पाउची ताहे एही पेपर इट पेज क्लियर बुझी पड़ला ना डाउट डाउट बुझी नहीं बुझी पड़ला पुणी कहले बुणी प्रेम बीज अंकुर से होई जीवन रस आशा करी एते काल जीची दुति गो कह काम जळे छुटी तहु जे बळची ताहा मूल पड़े देउची पुणी कहउचंती जेउ पुणी दिले जो प्रेम बीज अंकुर से होई बीज हला मंजी जो प्रेम रूप मंजी दिले बुणी दिले ताहा एबे अंकुर होई जो मजा उत्पन्न हिलाणी जेमिति आमे माटी टिके पड़ी छोट मंजी टिके पोते दउची पानी टिके दे दउची किछि दिन पर सेटा गछ होई दउची गजा होउची गजा हेकी गछ एई राधा कृष्ण टिके मते भल पाइबा देइथिले मते समय रे जेतबे राधा कृष्ण ओटे जगरे रोमले क्रीड़ा करले तो सेई समय कथा से मन को पड़ती राधा कृष्ण जेतबे बहुत भल पाउती तो से पड़ी से कथा दो अल्प टिके राशि प्रेम मंजी माने अल्प जनक सहित कथबार्ता हेता
ତମେ ନୂଆ ସାଙ୍ଗଟେ ପାଇଲ ହାय ବାय କଥାବାର୍ତ୍ତା ହେଲା ଠିକ ଅଛି ଧୀରେ ଧୀରେ ତମର ସାଙ୍ଗ ଫ୍ରେଣ୍ଡସିପ ଘନିଷ୍ଠ ହେବାକୁ ଲାଗିଲା ବଢିଲା ବର୍ଷେ 2 ବର୍ଷ ଗଲା ତାପରେ ସାଙ୍ଗରେ ଛାଡିକି ପଳେଇବ ତାହେଲେ କଷ୍ଟ ନିହାତି ହବ କିନ୍ତୁ ଯଦି ଫାଷ୍ଟ ଦିନ ହାଇ ବାଇ କଲା ତାପରେ ପଳେଇଲା କଷ୍ଟ ହବ କି ତ ସେ ଯୋଉ ଭଲ ପାଇବାଟା ଦେଇକି ଯାଇ ସେଟା କଣ ବଢି ଯାଇଛି ତ ସେଇ କଥା କହୁଛନ୍ତି ଯୋଉ ଭଲ ପାଇବାଟା ଦେଇଥିଲେ ନା ପ୍ରେମଙ୍କ ମଞ୍ଜିଟା ବୁଝିଥିଲେ ତାହାର ବଢି ବଢି ବଜାର ଉତ୍ପନ୍ନ ହେଲାଣି ମାନେ ବହୁତ ବଢିଗଲାଣି ମୋର ମନ ଚାରିଆଡେ ପ୍ରତିଟି ଚିନ୍ତାଧାରାରେ କୃଷ୍ଣ ହିଁ କୃଷ୍ଣ ଆଉ କିଛି ନାହିଁ ଚାରିଆଡେ ହିଁ କୃଷ୍ଣ ଧନରସ ଆଶା କରି ଏତେ କାଳ ରହିଛି ଧନରସ ହେଲା ଶୃଙ୍ଗାର ରୂପକ ଜଳ ତାକୁ କୁହନ୍ତି ଧନରସ କିନ୍ତୁ ଶୃଙ୍ଗାର ରୂପକ ଜଳ କଣ ସାନିଧ୍ୟ ପାଇବା ପାଇଁ ଅର୍ଥାତ କୃଷ୍ଣଙ୍କୁ ପାଇବା ପାଇଁ କୃଷ୍ଣଙ୍କ ସହିତ ମିଳନ ପାଇଁକି ଏ ଏତେ କାଳ ବଞ୍ଚିଛି ବୋଲି ରାଧା କହୁଛନ୍ତି କହିଦବୁ କହୁଛନ୍ତି ହେ ତୁଳସୀ କୃଷ୍ଣଙ୍କୁ ଯାଇକି କହିଦବୁ ଅଳ୍ପ ଟିକେ ଭଲ ପାଇବା ମତେ ଦେଇଥିଲେ ସେଇଟା ଏବେ ଯୋଉ ମଞ୍ଜି ଭଲ ପାଇବାର ମଞ୍ଜିଟି ଉଠିଥିଲେ ରାଧାର ହୃଦୟରେ ସେଇଟା ଏବେ ବଢି ବଢି ବଜାର ଉତ୍ପନ୍ନ ହେଲେ ତାଙ୍କର ଯୋଉ ଜଡ଼ିତ ଭଲ ପାଇବାଟି ମୋର ପୁରା ମନ ସାରା ପ୍ରସାର ହେଇଗଲାଣି ଆଉ ତେଣୁକରି ଏବେ ମୁଁ ଅପେକ୍ଷା କରିଛି କେବଳ ଏତେ କାଳ ବଞ୍ଚିଛି ଏଇଥିପାଇଁ ଯେ କୃଷ୍ଣଙ୍କର ସାନ୍ନିଧ୍ୟ ଲାଭ କରିବା ପାଇଁ ପାଇବା ପାଇଁ ମୁଁ ଏତେ କାଳ ବଞ୍ଚିକି ରହିଛି ତେଣୁ ହେ ଦୁଃଖୀ କହିଦବୁ ଯାଇକି କାମ ଜଳେ କାମନାର ଜ୍ୱାଳାରେ ମୁଁ ଦଗ୍ଧୀଭୂତ ହେଉଛି କୃଷ୍ଣଙ୍କୁ ପାଇବାର ଯୋଉ ଆଶା ଯୋଉ ଆକାଂକ୍ଷା ଗୁଡାକ ମୋ ମନରେ ମାନ ଅଛି ତା ଦେହରେ ମୁଁ ଜଳିକି ଦଗ୍ଧୀଭୂତ ହଉଛି ତମୁ ଯେ ବଢୁଛି ତାହା ମୂଳ ଫଳି ଦେଉଛି ଆଉ ଯାହା ବି ବଢୁଛି ଯାହା ହଉଛି ତାହା ମୂଳ ଫଳି ନେଉଛି ଅର୍ଥାତ ଏମିତିରେ ମୁଁ କଷ୍ଟ ପାଉଛି କୃଷ୍ଣଙ୍କୁ ପାଇପାରୁନି ପାଇବା ପାଇଁ ଲାଳସା ଅଛି ଆକାଂକ୍ଷା ଅଛି ପାଇପାରୁନି ଯାହା ଫଳରେ କି ମତେ କଷ୍ଟ ପାଉଛି ତା ତା ସହିତ ବି ମତେ ସଦା ସର୍ବଦା ତାଙ୍କର ଯୋଉ କଥା ଗୁଡିକ ମନେ ପଡୁଛି ତେଣୁ ମୋର ମୂଳ ଖୋଳି ଦଉଛି ମାନେ ମୁଁ ପୁରା ମୂଳ ଇଏ ହେଇଗଲେଣି ମାନେ ହାରାସ ହେଇଗଲେଣି ଆଉ ନା ମତେ ଭୋକ ଲାଗୁଛି ନା ଶୀତ ଲାଗୁଛି ନା ମୁଁ ବଞ୍ଚିବାକୁ ଚାହୁଁଛି ଏଭଳି ହେଇଗଲାଣି ମୋର ଅବସ୍ଥା ଏଇ କଥା ଯାଇକି ବିଷ୍ଣୁ ଆଗରେ କହିବ ପ୍ରୀତି ପୁରନ୍ଦର ହୁଏ ନିନ୍ଦା ନିକି ନ ହଉଛି ପଛେ ଦୋଷ ନ ବାଛିବେ ବାର ବାର କହୁଛି କେଇ ଦେହ ସହୁଛି ବିଚାର ସବୁ ଆଶା ଏଇଠାରୁ ରହୁଛି ପ୍ରୀତି ପୁରନ୍ଦର ହୁଏ ନିନ୍ଦା ନିକି ନ ହଉଛି ପ୍ରୀତି ପୁରନ୍ଦର ହେଲା ପ୍ରଣୟ ରାଜ୍ୟର ଇନ୍ଦ୍ର ବା କୃଷ୍ଣଙ୍କୁ ଏଇଠି କୁହାଯାଉଛି ତମେ କହୁଛନ୍ତି ଏ ନିନ୍ଦା ନୀତି ନ ହଉଛି ଏ ନିନ୍ଦା ନୀତି ମାନେ ପ୍ରୀତି ପୁରନ୍ଦର ପ୍ରୀତି ରୂପକ ବା ପ୍ରଣୟ ରୂପକ ଯିଏ ଶ୍ରେଷ୍ଠ ଇନ୍ଦ୍ରଙ୍କୁ ବି ବୁଝାଯାଏ ଏଇଠି ପିଲାକୁ କୃଷ୍ଣଙ୍କୁ ବୁଝେଇବା କାହିଁକି ନା ରାଧା ଯେହେତୁ ଦୁଃଖୀକୁ ଆଗକୁ କହୁଛନ୍ତି ତେଣୁ ସେ କୃଷ୍ଣଙ୍କ ଉଦ୍ଦେଶ୍ୟରେ ହିଁ କହୁଛନ୍ତି ସେଇ କଥା କହୁଛନ୍ତି ପୁରନ୍ଦରର ପ୍ରତିଶତ ଇନ୍ଦ୍ରଙ୍କୁ ମଧ୍ୟ ବୁଝେଇବା କିନ୍ତୁ ଆମେ ତ ପଢିଛେ ସାହିତ୍ୟରେ ତମ ସରି ଗୋଟିଏ ଶବ୍ଦର କେତେ ଗୋଟେ ପ୍ରତିଶତ ଥାଏ ତ ଏଇଠି ଯୋଉ ପ୍ରୀତି ହେଲା ପ୍ରେମ ବା ପ୍ରଣୟ ରାଜ୍ୟର ଇନ୍ଦ୍ର ପ୍ରଣୟ ପ୍ରେମ ରାଜ୍ୟର ଇନ୍ଦ୍ର ଯିଏ ସିଏ ହଉଛନ୍ତି ଶ୍ରୀକୃଷ୍ଣ ତେବେ ଶ୍ରୀକୃଷ୍ଣଙ୍କ ଏହା କଣ ତାଙ୍କ ପାଇଁ ନିନ୍ଦା ନୁହେଁ କି ମୁଁ ଯଦି ଏଇଠି ବର୍ଷ ପାଇଁ ଯିବି ତାଙ୍କ ପାଇଁ ତାଙ୍କ ବିନା ତାହେଲେ ଏଇଟା କଣ ତାଙ୍କ ପାଇଁ ନିନ୍ଦା ଭଳି କଥା ନୁହଁ କି ପଛେ ଦୋଷ ନ ବାଛିଲେ ବାର ବାର କହୁଛି ଯଦି ସେ ନିନ୍ଦା ପାଆନ୍ତି ଯନ୍ତ୍ରଣାରେ ଛଟପଟେଇକି ମରିଯିବେ ଆଉ ତାପରେ ସେ ଯଦି ନିନ୍ଦା ପାଇବେ ପଛେ ସେ ମତେ ଦୋଷ ଦେବେନି ନା କହିଦବୁ ପଛେ ଦୋଷ ନ ବାଛିଲେ ବାର ବାର କହୁଛି ଥରକୁ ଥର କହୁଛି ମୁଁ ବାରମ୍ବାର କହୁଛି ଯେ ପର ସମୟରେ ଯଦି ମୋର ଏଠି କିଛି ବି କ୍ଷତି ହୁଏ ଆଉ ସେ ମତେ ପରେ ଯଦି ମନେ ପକାନ୍ତି ତାହେଲେ ମତେ ସିଏ ତାଙ୍କୁ ଯେତେ ଯିଏ ନିନ୍ଦା କଲେ ମଧ୍ୟ କୃଷ୍ଣଙ୍କ ପାଇଁ ହିଁ ରାଧା ମରିଗଲା ତଥାପି ବି ତାଙ୍କୁ କହିଦବୁ ବାରମ୍ବାର କହୁଛି ସେ ମତେ ପରେ ଦୋଷ ଦେବେନି କି ମତେ ଆଉ ନିନ୍ଦା କରିବେ ନାହିଁ ମତେ ପଛରେ ଦୋଷ ଦେବେନି ଯେ ରାଧାର ଏଇଟା ଭୁଲ ଥିଲା ବୋଲି କହ ବନ୍ଧୁ କେହି ଦେହ ସହୁଛି ବିଚାର ସବୁ ଆଶା ଏଇଠାରୁ ରହୁଛି ତେବେ ପୁଣି କହୁଛି ଦୁତି ଯାଇକି କହିଦବୁ ସେ ବନ୍ଧୁଙ୍କୁ କହିଦବୁ କୃଷ୍ଣଙ୍କୁ କହିଦବୁ କହ ବନ୍ଧୁ କେହି ଦେହ ସହୁଛି କେହି ହେଲା ଏଠି କିପରି କେହି ହେଲା ଆଉ ଜଣେ ନୁହଁ ଏଇଠି କେହି ଶବ୍ଦର ଅର୍ଥ ହେଲା କିପରି ତ କହୁଛନ୍ତି ହେ ଦୁତି ମୋର ବନ୍ଧୁ କୃଷ୍ଣଙ୍କୁ ଯାଇକି କହିବୁ କି କେମିତି ତାଙ୍କ ଦେହ ସହୁଛି କିପରି ତାଙ୍କ ଦେହ ସହୁଛି ମୁଁ ଏଠି ଏତେ ଯନ୍ତ୍ରଣା ପାଉଛି ଏତେ କଷ୍ଟରେ ଅଛି ତଥାପି ବି ସେ ମୋର ନାଥ ହେଇକି ବି ତାଙ୍କର କେମିତି ଏତେ ଦେହ ସହୁଛି ନା କିଛି ତାଙ୍କୁ କଣ କଷ୍ଟ ହଉନି ବିଚାର ସବୁ ଆଶା ଏଇଠାରୁ ରହୁଛି ତେବେ ସିଏ ତାଙ୍କର ବିଚାର କରନ୍ତୁ
ସବୁ ଆଶା ତାଙ୍କ ଉପରେ ଛାଡ଼ିଦେଲି। ଏଇଠି ମୁଁ ରହୁଛି, ମୁଁ ଆଉ କିଛି କହିବାକୁ ଚାହୁଁନି। ତୁ ତାଙ୍କୁ ଖାଲି ଏତିକି ଯାଇକି ମୁଁ ଯାହା ଯାହା ସବୁ କହିଲି ମୋର ବାର୍ତ୍ତା ଗୁଡିକ କୃଷ୍ଣଙ୍କ ଆଗରେ ଦେଇଦବୁ। ଯାହା ଯେତିକି ସାରା କଥା କହିଲି, ଯୋଉ 12 ନମ୍ବର ଯାଏ ସାରା କଥା ସବୁ କହିଲି 1 ରୁ 12 ଏତିକି ବାର୍ତ୍ତା କୃଷ୍ଣଙ୍କୁ ଦେଇଦବୁ। ଆଉ ଶେଷରେ କହିବୁ ମୋର ଯୋଉ ଏଇ ଯନ୍ତ୍ରଣା ପାଇଁ ତ ସିଏ ହିଁ ଦାୟୀ ନା, କିନ୍ତୁ ମୁଁ ମରିଯିବି କାଳେ କଷ୍ଟ ପାଇପାରି ଯନ୍ତ୍ରଣା ପାଇପାରି ଲୋକମାନେ ଭାବିବାକୁ ଆମେ ଆମ ଯୁଗଟା କଣ ଜଣେ ପଳେଇଲେ ପଳେଇଲେ କଣ ଆମ ଖାଇବା ବନ୍ଦ ହେଇଥିଲେ ମରିଯିବ, ପାଣି ନ ପିଇବା ବନ୍ଦ ହେଇଥିଲେ ମରିଯିବ, କି ରୋଗ ହେଲେ ମରିଯିବ। ନାଇଁ ନାଇଁ, ସେ ତ ଗୋଟେ ପ୍ରକାର ମରିବ। ତା ଲୋକ ଘେରା ବନେଇଯାଆନ୍ତି ସମ୍ପର୍କକୁ, ଯେମିତି ରାଧାକୃଷ୍ଣଙ୍କର ସମ୍ପର୍କ ଥିଲା। ତ ଯେମିତି ସେ କୃଷ୍ଣ ଚାଲିଗଲେ ରାଧାଙ୍କର ଅବସ୍ଥାରେ ଯେମିତି ହଉଥିଲା, ସେଇଭଳି କିଛି ଘେରା ସମ୍ପର୍କ ମଧ୍ୟ ଥାଏ। ଯାହା ଭାବିବା ରାଧା ଯୋଗୁଁ ମୁଁ ମରିଯିବି, କାହିଁକିନା ସବୁବେଳେ ଯନ୍ତ୍ରଣା ଦିଏ। ବାପା ମା ତାର ନଥିବେ ଯନ୍ତ୍ରଣା, ତାର ଭାଇ ଭଉଣୀ ନଥିବେ ଯନ୍ତ୍ରଣା, କି ସ୍ୱାମୀ ସ୍ତ୍ରୀ ଚାଲିଗଲେ ଯନ୍ତ୍ରଣା, ତ ସେଇଭଳି କିଛି ଯନ୍ତ୍ରଣା ବାରମ୍ବାର ହେଇ ତେଣୁ ସେଇ କଥା କହୁଛନ୍ତି ଯେ ମୁଁ ଯଦି ମରିଯିବି ମୋ ଦୋଷ ଦେବେନି, ମୋର ଆଉ କିଛି କହିବାର ନାହିଁ, ମୁଁ ଏଇଠି କହୁଛି ଏଇଆ କହିକି ରାଧା ଏତିକି ହେଲା କହୁଛନ୍ତି। ପୁଣି କହିଲେ ହେଲା ଘନଶ୍ୟାମ ରସ ବୃଷ୍ଟି ନଥିଲା, ଦୁର୍ଯୋଗ ବତାସ ପରି କାହୁ ଆସି କହିଲା। କହୁଛନ୍ତି ଉଦୟ ହେଲା ଘନଶ୍ୟାମ ରସ ବୃଷ୍ଟି ନଥିଲା, ରସ ବୃଷ୍ଟି ହେଲା ବର୍ଷା ପଡିନି। କହିଲେ କୃଷ୍ଣ କଳା ତୁଲ୍ୟ ଆକାଶରେ ଉଦୟ ହେଇ ମଧ୍ୟ ତାପରେ ପ୍ରେମର ବାଣୀ ଜଳ ଟିକେ ବି ଛିଞ୍ଚିଲେ ନାହିଁ। ସତେ ଯେମିତି ଆକାଶରେ ବର୍ଷା ଉଦୟ ହେଇ ଥିବ, କିନ୍ତୁ ତଳେ ପୃଥିବୀ ପଡିବନି। ଖରା ଟାଇମରେ ଯେତେବେଳେ ମାଟି ଫାଟି ଗାଁ କରିଥାଏ, ସେତେବେଳେ ଆମେ ଭାବୁ କି ଟିକେ ବର୍ଷା ହୁଅନ୍ତା କି, ଆଉ ହଠାତ୍ ଯେତେବେଳେ ଦେଖିବା ଆକାଶରେ ବର୍ଷା ଟିକେ ମାନେ ବାଦଲ ଭାଙ୍ଗିଛି, ଭାବିବା ଖୁସି ହେଇଯାଉଛି ବର୍ଷା ହବ। ଯଦି ବର୍ଷା ନ ହେଲା ଦୁଃଖଟା ଅନୁଭବ। ଏଇଠି ବର୍ଷା ରୂପକ ବର୍ଷା ହେଲେ ବାଦଲ କାହାର ତୁଳନା କରନ୍ତି? କୃଷ୍ଣଙ୍କ ପାଦର ସହିତ ତୁଳନା କରିଛନ୍ତି। ତେଣୁ କହୁଛନ୍ତି ଉଦୟ ହେଲା ଘନଶ୍ୟାମ, ମାନେ କୃଷ୍ଣ କଳା ମେଘ ତୁଲ୍ୟ, କଳା ମେଘ ପରି ତାର ଜୀବନରେ ତ ହେଇକି ମଧ୍ୟ ଟିକେ ବି ତାଙ୍କୁ ଭଲ ପାଇବା ଦେଲେନି, ସେଇ କଥା ଛାଡିକି ଚାଲିଲେ। ସେଇ କଥା କହୁଛନ୍ତି ଏଇ କଥା ତା ଉପରେ ପ୍ରେମର ଜଳ ଟିକେ ବି ସିଞ୍ଚନ କରିଲେ ନାହିଁ। ଅର୍ଥାତ୍ ତାକୁ ଯଦି ଭଲ ପାଇବା ନ ଦେଇକି ପ୍ରେମ ଦେଇକି ଚାଲିଲେ। ସେ ସେଇ କଥା କହୁଛନ୍ତି ରସ ବୃଷ୍ଟି ନଥିଲା, ରସ ବୃଷ୍ଟି ରସ ହେଲା ସେ ଯୋଉ ପ୍ରେମ ରୂପକ ବୃଷ୍ଟି ହେଲା ବର୍ଷା, ବା ବର୍ଷା ବିନ୍ଦୁ ତା ଉପରେ ପକାଇଲେ ନାହିଁ। ଯୋଗ ବତାସ ପରି କାହୁ ଆସି ଏକରେ ତ ମାନେ ପ୍ରେମ ରୂପକ ବର୍ଷା ଟିକେ ଦେଲେନି, ପୁଣି ଦୁର୍ଯୋଗ ବତାସ ଆସିକି କହୁଛି, ଖାଲି ବତାସ କହୁଛି। ପୁଣି ଦୁର୍ଯୋଗ ରୂପକ ବତାସ, କାହିଁକି ଦୁର୍ଯୋଗ ରୂପକ ବତାସ? କାହିଁକି ସାଙ୍ଗରେ ଯେତେବେଳେ ତାଙ୍କୁ ଛାଡି ଯାଇଛନ୍ତି, ତେବେ ତାଙ୍କ ପାଇଁ ଦୁର୍ଯୋଗ ବତାସ କାମ ଆସିବ। କହ ବନ୍ଧୁ ସବୁ ଆଶା ଆଶ ନଥିଲା, ବିପାସୀ ଚାଟ ଚିନ୍ତା ଚିନ୍ତା ରହିଲା। ତେବେ ଦୁତି ଯାଇକି କହିଦବୁ, କହ ବନ୍ଧୁ ସବୁ ଆଶା ରହିଲା, ମୋର ସବୁ ଆଶା ଆଶାରେ ହିଁ ରହିଗଲା। ମୁଁ ଯେତେବେଳେ କୃଷ୍ଣଙ୍କୁ ସବୁ ଯୁଗରେ ରାଧା କୃଷ୍ଣ ମାନେ ଯୋଉ ଯୋଉ ଯୁଗରେ ବି ସେମାନେ ଜନ୍ମ ନେଇଛନ୍ତି, ଅବତାର ଗ୍ରହଣ କରିଛନ୍ତି, ତାଙ୍କର ଏମିତି ଷ୍ଟୋରି ଲଭ ଷ୍ଟୋରି ଯେ ସବୁ ବିଛିଡି ଯାଇଛନ୍ତି ନାଇଁ। ଦ୍ୱାପର ଯୁଗରେ ରାଧା କୃଷ୍ଣ ବିଛିଡି ଗଲେ, କୃଷ୍ଣ ପଳେଇଲେ ଆଉ ଆସିଲେନି, ସେଠି ସେଠି ଗଲେ। ତାପରେ ତ୍ରେତୟା ଯୁଗରେ ରାମ ସୀତା ବିଛିଡି ଗଲେ। ତାପରେ ସତ୍ୟଯୁଗ କଥା ତ ନାହିଁ କିଛି ଷ୍ଟୋରି। କଳି ଯୁଗ ଯୋଉ ଜଗନ୍ନାଥ ଲକ୍ଷ୍ମୀ ସିଏ ମଧ୍ୟ ବିଦା କରିଦେଇଥିଲେ 12 ବର୍ଷ ଅଲଗା ରହିଥିଲେ। ତେଣୁ କରିକି ସେଥିପାଇଁ କଳି ଯୁଗରେ ଲକ୍ଷ୍ମୀ ପୁରାଣରେ କୁହନ୍ତି, ଲକ୍ଷ୍ମୀ କଣ କୁହନ୍ତି ଯେ ସବୁ ଯୁଗରେ ତମେ ମତେ ବିଦା କରିଛ, ସବୁ ଯୁଗରେ ତମେ ମତେ ଅଲଗା ହେଇଛ, ଖାଲି ଏଇ ଯୁଗ ନୁହେଁ ତମେ କହିଦେଲା ବଳରାମ ବଳଭଦ୍ର କହିଦେଲେ ଅଲଗା ସିଏ ଯାଇଥିଲି ବୋଲି ତମେ ଅଲଗା ହେଇଛ, ତା ନୁହେଁ। ପ୍ରତ୍ୟେକଟି ଯୁଗରେ ତମେ ଜନ୍ମ ନେଇଛି ଆମେ ଧରା କୃଷ୍ଣଙ୍କୁ କିଛି ଭଲ ଉଦ୍ଦେଶ୍ୟରେ, କିନ୍ତୁ ଆମର କିଛି ଭଲ ହେଇନି, ଆମ ସବୁବେଳେ ଅଲଗା ହେଇଯାଇଛି। ତ ସେଇ କଥା କହୁଛନ୍ତି ଯେ ଦ୍ୱିତୀୟ କହବନ ସବୁ ଆଶା ଆଶାରେ ହିଁ ରହିଗଲା, ପାଇବାର ଆଶା ରଖୁଥିଲେ କୃଷ୍ଣ ଭଲ ପାଇବ ଅଲଗା ହେବା ପାଇଁ, ଭଲ ପାଇଥିଲି ସାଙ୍ଗରେ ରହିବା ପାଇଁ, ଯିଏ ବି ତାକୁ ଭଲ ପାଇ କଣ ଅଲଗା ହେବା ପାଇଁ, ସାଙ୍ଗରେ ରହିବା ପାଇଁ। ତେଣୁ କହୁଛି ତ ଏଇଟା କହୁଛନ୍ତି ସାଙ୍ଗରେ ରହିବାର ଆଶାକୁ ଆଶାରେ ହିଁ ରହିଗଲା। ପିପାସୀ ଚାତକୀ ଚିତ୍ତ ଚିନ୍ତା ଚିତ୍ତ ରହିଲା। ପୁଣି ପିପାସୀ
କୃଷ୍ଣାଙ୍କୁର ଶୋଷିଲା କିଏ ଚାତକୀ ବର୍ଷା ଜଳ ପାନ କରୁଥିବା ଗୋଟେ ପ୍ରକାର ପକ୍ଷୀ ଚାତକ ପକ୍ଷୀ ବର୍ଷାକୁ ଚାହିଁ ଥାଏ ଚାତକ ଭଳି ସେ କୋଉ ପାଣି ପିଏନି ବର୍ଷା ପାଣି ପିଏ ତେଣୁକରି ଗୋଟେ ଅଛି ଆମର ପରମ୍ପରା କୁହାଯାଏ ବଡ ଲୋକମାନେ କୁହନ୍ତି ଯେ ସେ ଗୋଟେ ପକ୍ଷୀ ଅଛି ଚାତକ ପକ୍ଷୀ ତା ନା ସିଏ ଅପେକ୍ଷା କରିଥାଏ ବର୍ଷ ବର୍ଷ ଧରି ବର୍ଷା ଦିନ କେତେବେଳେ ବର୍ଷା ହବ ସେ ପାଣି ପିଇବ ତେଣୁ ସେଇ ଚାତକୀ ପକ୍ଷୀ ଚାତକୀ କୃଷ୍ଣାଙ୍କୁର ଚାତକୀ ଚିତ୍ତ ଚିନ୍ତା ଚିନ୍ତା ଦହିଲା ଚିତ୍ତ ହେଲା ମନ ଚିନ୍ତା ଦୁଶ୍ଚିନ୍ତା ଚିନ୍ତା ଦହିଲା ଚିତ୍ତ ହେଲା ଚିନ୍ତା ରୂପକ ଏଠି ଚିନ୍ତା ସରି ଚିନ୍ତା ଚିନ୍ତା ଦହିଲା ଅର୍ଥାତ୍ ଚିନ୍ତା ରୂପକ ଅଗ୍ନିରେ ଦଗ୍ଧୀଭୂତ ହେଇଗଲା ନିଆଁରେ ଯେମିତି ମଣିଷଟି ଦଗ୍ଧୀଭୂତ ହେଇଯାଏ ଠିକ ସେଇଭଳି ଚିନ୍ତା ରୂପକ ଅଗ୍ନିରେ ରାଧା ଏବେ ଜଳି ପୋଡି ଦଗ୍ଧୀଭୂତ ହେଇଗଲା ସେଇ କଥା କହୁଛନ୍ତି ବିପାସୀ ଚାତକ ଚିତ୍ତ ମାନେ କୃଷ୍ଣାଙ୍କୁର ଚାତକୀ ଚାତକୀ କହିଲେ ବର୍ଷା ଜଳ ପାନ କରିବା ପାଇଁ ପେଟି ପକେଇଦିଏ ତ ସେଇ ପକ୍ଷୀଟି କୃଷ୍ଣରେ ଆତୁର ହେଇକି ଚାହିଁଥାଏ ଚାତକ ଆକାଶକୁ ବର୍ଷା କେତେବେଳେ ପଡିବ ଶୋଷରେ ଆତୁର ହେଇଥାଏ ତାର ମନରେ ସବୁ ଯେମିତି ଚିନ୍ତା ରୂପକ ଚିତାଟି ଦହନ କରୁଛି ଅଗ୍ନି ତାକୁ ଦହନ କରୁଛି ମୁଁ ଏବେ ସେଇଭଳି ଚାତକୀ ମାନେ କିଏ ରାଧା ନିଜକୁ ଚାତକୀ ବୋଲି କହୁଛନ୍ତି ଯେଉଁଭଳି ଚାତକୀଟିଆ ବର୍ଷା ଜଳକୁ ଅପେକ୍ଷା କରିଥାଏ ଶୋଷରେ ଆତୁର ହେଇକିନା କଷ୍ଟ ପାଇ ପାଇକି ଅପେକ୍ଷା କରିଥାଏ କେତେବେଳେ ବର୍ଷା ଟିକେ ପଡିବ ଆଉ ସିଏ ତାର ତୃଷ୍ଣା ମିଟିବ ଠିକ ସେଇଭଳି ମୁଁ ମଧ୍ୟ ତମର ଭଲ ପାଇବାକୁ ଅପେକ୍ଷା କରିକି ରହିଛି ତମର ଭଲ ପାଇବାର ତମର ଚିନ୍ତାରେ ତମର ଏଇ ସବୁ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାରେ ଦୁଶ୍ଚିନ୍ତା ରୂପକ ଅଗ୍ନିଟି ମତେ ସଦା ସର୍ବଦା ଦମନ କରୁଛି ଜାଳି ପୋଡି ନଷ୍ଟ କରିବ ପୁଣି କହିଲେ ପୁଣି କହୁଛନ୍ତି ସବୁରି ଗତି କହିଲେ ଧନରସ ନଥିବ ଜ୍ୟେଷ୍ଠ ତାପରେ ପ୍ରେମ ଖୁସି ରହିବ ଦୁତିକ ପ୍ରାଣ ବନ୍ଧୁ ଏହା ଚାଲି ଭାସିବ ଏଠି ତାଙ୍କ ଦିବ୍ୟ ଅବଦାନ ଆସିବ କହୁଛନ୍ତି ସୌରି ଗତି ନୁହେଁ ସୌରି ଗତି ଶନି ଚଳନ ଗତି କୁହାଯାଏ ତା ଶ୍ରୀକୃଷ୍ଣଙ୍କର ଏଇଠି ଶନି ଚଳନକୁ ସୌରି ଗତି ବୋଲି କୁହାଯାଏ ଶନି ପାଦ ପାଦ ଥାଏ ନା ଚଳନ ବକ୍ର ଚଳନ ତାକୁ ସୌରି ଗତି ବୋଲି କୁହାଯାଏ ଶନି ଚଳନ ଏଇଠି ଦି ପ୍ରକାର ଅର୍ଥ ବୁଝିବ ପ୍ରଥମ ଅର୍ଥରେ ଯଦି ଶନି ଚଳନ ନ ହବ ତାହେଲେ ଘନରସ ନହବ ଘନରସ ନଇବ ନା ଘନ ହେଲା କଣ ମେଘ ରସ ହେଲା ମେଘର ବୁନ୍ଦା ଗୁଡାକ ପାଣି କିନ୍ତୁ ଏଇଠି ଘନରସ ମେଘ ପାଣି ତ ନୁହଁ ଏଇଠି ଘନରସର ଅର୍ଥ ହେଲା ମେଘ ପାଣି ଦୂର ପାଣି କିନ୍ତୁ ସୁନ୍ଦର କରାଯାଏ ତା ସହିତ ପ୍ରେମ ରୂପକ ବର୍ଷା ଶୃଙ୍ଗାର ହବ ନା ଅର୍ଥାତ ଦି ଜଣଙ୍କର ମିଳନ ହବ ଯୋଉ ଆମେ କୁହନ୍ତିନି ମତେ ଶନି ଗ୍ରାସ କରୁଛି ସେ ମୋର ଖରାପ ହଉଛି କଥା କଥା କୁହାଯାଏ କଣ ସବୁ ଖରାପ ହଉଛି ସବୁବେଳେ ଖାଲି କିଛି ନା କିଛି ଭୁଲ ହଉଛି ଯାହା ବି କରୁଛି କିଛି ମୋର ଉନ୍ନତି ହଉନି କାହିଁକି ନା ଶନି ଦେଶ ବାକି ପଢିଲେ ଯାହା ମତେ ବଞ୍ଚିଗଲି ମତେ ଶନି ଦଶା ପଠେଇଲେ କଣ ପଡିବ କି ମୋର ଚୋରି ହେଇଗଲା ମତେ ମତେ ଶନି ଦଶା ପଠେଇଲା ମତେ କଥା ତ ଏମିତି କିଛି କୁହନ୍ତୁ ପ୍ରଥମ ଯଦି ତୁମେ ଶନି ଚଳନ ହେଇଛି ତାହେଲେ ମୋ ପାଖରେ କେବଳ ସୁଖର ହବ ମାନେ ମତେ କୃଷ୍ଣ ମିଳିବ କେମିତି ଏଇ ଅର୍ଥରେ ବୁଝିପାରିବ ୟା ଦ୍ୱିତୀୟ ଅର୍ଥରେ ନବ ଶ୍ରୀକୃଷ୍ଣଙ୍କ ଆଶ୍ରୟ ମଙ୍ଗେ ଶ୍ରୀକୃଷ୍ଣ ଯଦି ରାଧାକୁ ଆଶ୍ରୟ ନ ଦେବେ ତାହେଲେ ତାଙ୍କର ଶୃଙ୍ଗାର ହେବ ନାହିଁ ବୋଲି ରାଧା କହୁଛନ୍ତି ଅର୍ଥାତ ଶୃଙ୍ଗାର ଅର୍ଥାତ ପ୍ରେମ ରସ ମାନେ ତାଙ୍କ ଦି ଜଣଙ୍କର ମିଳନ ହେବ ନାହିଁ ବୋଲି ରାଧା କହୁଛନ୍ତି ଯଦି ଶ୍ରୀକୃଷ୍ଣ ଆଶ୍ରୟ ନ ଦେବେ ତାହେଲେ ରାଧା କୃଷ୍ଣଙ୍କର ମିଳନ କେବେ ମଧ୍ୟ ହେବ ନାହିଁ ଜ୍ୟେଷ୍ଠ ତାପରେ କି ଆଉ ପ୍ରେମ ଖୁସି ରହିବ ଜ୍ୟେଷ୍ଠ ତାପରେ ତାପ ହେଲା ଉତ୍ତାପରେ ଜ୍ୟେଷ୍ଠ ମାସରେ ଯୋଉ ଗରମ ହୁଏ ମାଟି ଫାଟି ଫାଟି ଯାଇଥାଏ ତ ସେଇ କଥା କହୁଛନ୍ତି ଜ୍ୟେଷ୍ଠ ମାସର ଖରାର ଉତ୍ତାପରେ ବା ଉଷ୍ଣତାରେ ବି ପ୍ରେମ ଖୁସି ରହିବ ପ୍ରେମ ଖୁସି ଜ୍ୟେଷ୍ଠ ମାସ ଖରାରେ କୃଷି ରହିବ ମାଟି ଫାଟି ଗାଁ କରିଥାଏ ଗଛ ଗଛ ହୁଏନି ଠିକ ସେମିତି ଏଠି ଜ୍ୟେଷ୍ଠ ଜ୍ୟେଷ୍ଠର ଉତ୍ତାପ ମନେ କରୁଛନ୍ତି କୃଷ୍ଣ ହେଲା ଆଉ ପ୍ରେମ କୃଷି ପ୍ରେମ କୃଷି ଏଇଠି ଯେମିତି ଖରା ବେଳେ ଖରା ଦିନେ କୃଷି କାର୍ଯ୍ୟ ହେଇପାରିବନି ସେଇଭଳି କୃଷ୍ଣ ବିନା ରାଧା ମଧ୍ୟ ବଞ୍ଚି ପାରିବେ ନାହିଁ ଏବଂ ରାଧା ବା କୃଷ୍ଣ ବିନା ରାଧା କୃଷ୍ଣଙ୍କର ପ୍ରେମ ମଧ୍ୟ ଅଧୁରା ରହିଯିବ ଆଗକୁ ବଢିବନି ଏଠି ପ୍ରେମ ରୂପକ କୃଷି ଅର୍ଥାତ ରାଧା ଆଉ କୃଷ୍ଣଙ୍କର ପ୍ରେମ କଥା ବର୍ଣ୍ଣନା କରାଯାଇଛି ପୁଣି ଦ୍ୱିତୀୟ ପ୍ରାଣ ବନ୍ଧୁ କୁହାଯାଇ ଭାସିବ ଭାସିବ ଶବ୍ଦର ଅର୍ଥ ହେଲା କହିବ ତେବେ ଯାଇ କହିବୁ ତାଙ୍କୁ ସେଇ ପ୍ରାଣ ବନ୍ଧୁକୁ ଯାଇକି କହିବୁ ଏଠି ତାଙ୍କ ଦିବ୍ୟ ଅବଦାନକୁ ଯେ ଆସିବ
ଏଠି କି ତାଙ୍କର ଦିବ୍ୟ ଅବଦାନ ହେଲା ସ୍ଥିର ମନରେ ଶୁଣିବା ହେଲା। ଅବଦାନ ଅର୍ଥ ହେଲା ମାଷ୍ଟର ଯେ କୋଉ ଜାଗାରେ ଟିଚର ମାନଙ୍କୁ କୁହାଯାଏ ଗାଁରେ ସବୁ ଅବଦାନ ପାଠ ପଢାନ୍ତି କିନ୍ତୁ ଏଇଠି ଅବଦାନ ହେଲା ମନରେ ଶୁଣିବା ଦିବ୍ୟ ମନରେ ବା ଦିବ୍ୟ ଅବଦାନରେ ସ୍ଥିର ମନରେ ଶୁଣିବ ବୋଲି କୁହାଯାଇଛି। କ୍ଲିୟର? ପୁଣି କହୁଛି ସବୁ ଖବର ଗୁଡାକ ଏଇ ଖବର ଗୁଡାକ ଯାଇକି ତାଙ୍କୁ କହିଦେବୁ ସେଇ କଥା ହିଁ କହୁଛନ୍ତି। ମୁଁ ଏମିତି କଷ୍ଟ କରୁଛି ଏମିତି ସନ୍ତର୍ପଣରେ ଅଛି ଏଇ ଖବର ଗୁଡାକ ଯାଇକି ତୁ କୃଷ୍ଣଙ୍କ ଆଗରେ କହିଦେବୁ ବୋଲି ରାଧା ଋଷିକୁ କହୁଛନ୍ତି। ପୁଣି କହିଲେ ଆହୁରି କହିବୁ ଥରେ ମଦୟନୀ ଏତିକି ଆଉ ମାନଙ୍କୁ କରିବେ ନାହିଁ ମୁଖରେ ଏତିକି କହ ବନ୍ଧୁ ନା ହେବ ଗୁଣ ବିଚକ୍ଷଣ ନ ଜାଣନ୍ତି କେଉଁ ପୁଣି ଏତିକିରେ ତାଙ୍କ ମନ ସନ୍ତୁଷ୍ଟ ହେଇନାହିଁ ବୋଲି ନାଇଁ ନାଇଁ ଆଉ ଟିକେ କଥା ଅଛି ମୋର ହେଲା ଯାଇକି କହିଦେବୁ କଣ କହିବୁ ଆହୁରି କଣ ଥରେ ମୋ ଦୟନୀ ଅର୍ଥାତ ପ୍ରାର୍ଥନା ଆଉ ଟିକେ ଅଛି ମୁଁ ଆଉ କିଛି କଥା କହିବାକୁ ଚାହୁଁଛି ଯାଇକି ତାଙ୍କୁ କହିଦେବୁ ଆଉ ମାନଙ୍କୁ କରିବେ ନାହିଁ ମୁଠାରେ ଏତିକି ଆଉ ମାନଙ୍କୁ ଅର୍ଥାତ ଅନ୍ୟ ମାନଙ୍କୁ ମୋଠା ହେଲା ମୋ ପ୍ରତି ରୀତିକି ମୋଠା ରୀତିକି ହେଲା ମୋ ପ୍ରତି ଯେଉଁ ବ୍ୟବହାର ଗୁଡା କଲେ ଯୋଉ ଅନ୍ୟାୟ ଗୁଡା କଲେ ତାହା ଅନ୍ୟମାନଙ୍କ ସହିତ ଯେମିତି କରିବେ ସେଇ କଥା କହିଦେବୁ ଯାଇକି ମତେ ସିନା ଏମିତି ଭଲ ପାଇକି ପୁଣି ଛାଡିକି ପଳେଇଲେ ମୁଁ ଏଠି ପ୍ରତାରଣା ଦେଇକି ଚାଲିଗଲେ କିନ୍ତୁ ମୋ ଘରେ ଯେମିତି ଆଉ କୋଉ ନାରୀ ମାନଙ୍କୁ ସେ ଏମିତି କରିବେନି ଯେମିତି କୃଷ୍ଣକୁ କଥା କରି କହିଦେବୁ ତେବେ କହିବୁ ଅପବନ୍ଧୁ ପୁଣା ସେତିକି ଗୁଣ ବିଚକ୍ଷଣ ନ ଜାଣନ୍ତି କେଉଁ ତେବେ କହୁଛନ୍ତି ହେ ରୀତି ତାଙ୍କୁ କହିଦେବୁ ଅପବନ୍ଧୁ ପୁଣା ହେବ ଯଦି ସେଇ ଗୁଣଟା କମ ପଡିବ ତେବେ ଗୁଣ ବିଚକ୍ଷଣ ନ ଜାଣନ୍ତି କେଉଁ ଯାହାର ଗୁଣ ବିଚକ୍ଷଣ ଅଟେ ସେ କିଏ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣଙ୍କୁ ତ ସବୁ ଜିନିଷ ଜଣା ଅଛି କେଉଁ ନୀତି ନ ଜାଣନ୍ତି କେଉଁ ନୀତି ସିଏ କୋଉ ନୀତି ଜାଣିନାହିଁ ସେ ତ ବିଚକ୍ଷଣ ସେ ସର୍ବଗୁଣ ସମ୍ପନ୍ନ ସବୁଥିରେ ସେ ଶ୍ରେଷ୍ଠ ତେବେ ତାଙ୍କୁ କେବେ ପ୍ରେମ ଗୁଣା ପଡିବନି ଗୁଣ ଥିଲେ କଣ ହେଲା କି ତାଙ୍କୁ ତେଣୁ ତାଙ୍କୁ କେବେ ବି ପ୍ରେମ ଗୁଣା ପଡିବ ନାହିଁ କିମ୍ବା ତାଙ୍କୁ ସମସ୍ତେ ଭଲ ପାଇବେ କିନ୍ତୁ ସିଏ ମୋ ଭଳି ଆକାଶ ଏମିତି ନ କରନ୍ତି ଏଇ କଥା କହିଦଉଛନ୍ତି ରାଧା କୃଷ୍ଣଙ୍କ ଉଦ୍ଦେଶ୍ୟରେ ପୁଣି କହିଲେ କହିବୁ ଆଉ ଥରେ ଶିକ୍ଷା ମୋତେ ନାଥର କି ଉପାୟ ଏଥର ଭୂତ ଗଲେ ପଥର ମୁକ୍ତି ଭଗବନ୍ଧୁଙ୍କୁ ଯାଇ ମୁଖ ଉତ୍ତର ରାଧା ମାଗିଛନ୍ତି ଦେବ ପ୍ରେମ ଛଡ଼ା ତେବେ କହିବୁ ଯାଇକି ପୁଣି କହିବୁ ଠିକ ହେଲା ମତେ ସେ ଭୁଲିଗଲେ କେମିତି ଭୁଲିଲେ କିଭଳି ଭାବରେ ମତେ ଭୁଲି ଦି ଜଣ ଜଣଙ୍କୁ ଭଲ ପାଉଥିଲେ ମୁଁ ଯଦି ଭୁଲି ପାରୁନି ସେ କେମିତି ଭୁଲି ଯଦି ଭଲ ପାଇବା ୱାନ୍ ସାଇଡ ହେଇଥାନ୍ତା ତ ହଁ ସିଏ ତ ଭଲ ପାଉନଥିଲା ମୁଁ ଭଲ ପାଉଥିଲି ଭୁଲି ପାରୁନି ସିଏ ତ ଭଲ ପାଉନଥିଲା ଭୁଲିଗଲା ସେଟା କଣ ପଡିବ କିଛି ନୁହେଁ କିନ୍ତୁ ତାଙ୍କୁ ପଛରେ ସୁସାଇଡ ଲଭ୍ ଅଛି ସିଏ ମତେ ଭଲ ପାଉଥିଲେ ମୁଁ ତାଙ୍କୁ ଭଲ ପାଉଥିଲି ସିଏ କିନ୍ତୁ ମତେ ଭୁଲି ପାରିଲେ ମୁଁ ତ ଭୁଲି ପାରୁନି ତେଣୁ ସିଏ ମତେ ଭୁଲି ପାରିଲେ ପ୍ରେମ ଛଡା ନୀତିଟା କଣ କିଭଳି ସିଏ ଗଲେ ତାର ଫର୍ମୁଲା ଟା ଆଣିକି ମତେ ଦବ ମୁଁ ବି ଭୁଲି ଯାଇପାରିବି ସେଇ ଫର୍ମୁଲା ଟା ୟୁଜ କଲେ ମଧ୍ୟ କାହିଁକି କଷ୍ଟ ସେଇ କଥା କହିବୁ ଆଉ ଥରେ ଶ୍ରୀ ଛାମରେ ନାଥଙ୍କର ଶ୍ରୀକୃଷ୍ଣଙ୍କର ଶ୍ରୀ ଛାମରେ ସମ୍ମୁଖରେ ଯାଇକି କହିବୁ କି ଉପାୟ ଏଥର ବୁଦ୍ଧ ଗଲେ ଏମିତି ଉପାୟ ସେ ନିଜର ହୃଦୟକୁ କଠୋର କରିଦେଲେ ଯେ ତାଙ୍କ କିଛି ବି ଫିଲିଙ୍ଗ ତାଙ୍କ ପାଖରେ ଫିଲିଙ୍ଗ କିଛି ନାହିଁ ସେ ଗୋଟେ ମାନେ ମୋ ପ୍ରତି କିଛି ସମବେଦନା ନାହିଁ କଣ ଏମିତି ସେଟା ଭଗବନ୍ଧୁଙ୍କୁ ଯାଇ କହ ଉତ୍ତର ଏବଂ ଆଉ କହିବୁ ଯାଇକି ଉତ୍ତର କହିବୁ ମୁଁ ଏଇଆ କହିଛି ବୋଲି ଯାଇକି କହିବୁ କଣ ନା ରାଧା ମାଗୁଛନ୍ତି ଏକ ପ୍ରେମ ଛଡା ମନ୍ତର ମନ୍ତର ହେଲା ମନ୍ତ୍ର ପ୍ରେମ ଛଡା ପ୍ରେମ ଛାଡି ଚାଲିଯିବାର ମୁଁ ମନେ ପକଉନି ସିଏ ତ ମତେ ମନେ ପକଉନାହାନ୍ତି ଭୁଲି ଗଲେଣି ତ ସେ କେମିତି ଭୁଲିଲେ ସେ ମନ୍ତ୍ରଟା ମତେ ବି ଶିଖେଇଦେବେ ଯେ ମୁଁ ମଧ୍ୟ ପ୍ରେମକୁ ଛାଡିକି ବଞ୍ଚି ପାରିବି ତାଙ୍କୁ ଛାଡିକି ବଞ୍ଚି ପାରିବି ତ ସେଇ ମନ୍ତ୍ରଟି ତାଙ୍କୁ କହିବୁ ମତେ ଟିକେ ଶିଖେଇଦେବେ କ୍ଲିୟର ନେକ୍ସଟ ଅଛି କହୁ କହୁ ତୁ ଧନୀ ହେଲେ କାତର ତାହା ମୋହନ କହି ଭଗବତୀ ହେଲା ଚିତ୍ତର କହୁଛି କହୁ କହୁ ମୋହର ମୋହ ହେଲା ବାରମ୍ବାର ହେଲା ଏଇଟା ଗୋଟେ ସାହିତ୍ୟିକ ଶବ୍ଦ ପ୍ରାଚୀନ ସାହିତ୍ୟିକ ଶବ୍ଦ ପିଲା ଅର୍ଥ ହେଲେ ବାରମ୍ବାର ଧନୀ ହେଲେ କାତର ଧନୀ ଅର୍ଥ ଏଠି ରାଧା ହେଲା ରାଧାଙ୍କ ଉଦ୍ଦେଶ୍ୟରେ କୁହାଯାଏ ଧନୀ ହେଲେ କାତର ହେଲା ବ୍ୟାକୁଳ ତେବେ ରାଧା ଏତେ ସାରା କଥା ଯୋଉ କହିଲେଣି
ଯେତେବେଳେ ତାଙ୍କର ମନର ସଂକଳ୍ପନା ମନର ବ୍ୟଥା ଗୁଡିକ ଇତିହାସରେ କହୁଛନ୍ତି ଯେ ଜାଣିକି ସେ କଥା କହିଦେବ କୃଷ୍ଣଙ୍କ ପାଖରେ ଏତେ ସାରା ମନର ବ୍ୟଥା ଗୁଡିକ ଯେତେବେଳେ ପରିପ୍ରକାଶ କରୁଛି ନିହାତି ଭାବରେ ତାର ମନରେ ଟିକେ ବ୍ୟାକୁଳତା ଆହୁରି ବଢିଯିବ। ତମେ ଯେତେବେଳେ କାହାକୁ ତମ କଥା କହୁଛ ନିହାତି ଭାବରେ ସେ ସମୟରେ ଗାଧେଇବାକୁ ଇଚ୍ଛା ହୁଏ ଆପେ ଆପେ ଲୁହ ଝରିଯାଏ ନା କହିନଥିବ କହିନଥିବ ପୁରା ଷ୍ଟ୍ରଙ୍ଗ ଥିବ ସେତିକି ଯାଏ ଠିକ ଅଛି ଯେତେବେଳେ ୱାନ୍ସ କାହାକୁ କହୁଛ ମନ କଥାଟା ହାଲକା କରିବା ପାଇଁ କହିଲ ମାନେ ଅଟୋମେଟିକ ଯଦି ସେଟା ସେତିକି ଦୁଃଖଦାୟକ ହେଇଥିବ ନିହାତି ଭାବରେ ଆଖି ଦି ଟୋପା ଲୁହ ଆସିବ କେବେ ତମର ଉଦ୍ବିଗ୍ନତା ବଢିଯିବ ବ୍ୟାକୁଳତାଟା ଆହୁରି ବଢିଯିବ ତ ଠିକ ସେଇଭଳି ଏଇଭଳି ବାରମ୍ବାର କହିଲା ପରେ ରାଧାଙ୍କର ମଧ୍ୟ ବ୍ୟାକୁଳତା ବଢି ବଢି ଚାଲିଛି କହୁଛନ୍ତି ହଁ ମୋହନ ମୋହନ ହେଲା କିଏ କୃଷ୍ଣ ସମସ୍ତଙ୍କର ମନକୁ ବିଚିତ୍ର କରିପାରୁଥିଲେ ବୋଲି ତାଙ୍କର ଅନ୍ୟ ନାମ ହେଲା ମୋହନ କହି ମୋହବତୀ ହେଲା ଚିତ୍ତର ହଁ ମୋହନ ମାନେ ଏ କୃଷ୍ଣ କହିକି ମୋହବତୀ ହେଲା ମୂର୍ଚ୍ଛିତ ବେହୋସ ହେଇଯିବା ମୂର୍ଚ୍ଛା ପ୍ରାପ୍ତ ହେଲା ଚିତ୍ତର ଅର୍ଥାତ୍ ମନର ରାଧା ଏଠି କଣ କଲେ ବାରମ୍ବାର ଯେତେବେଳେ ତାଙ୍କର ଯୋଉ ସନ୍ତର୍ପଣର କଥା ଗୁଡିକ ତାଙ୍କ କଥା ଗୁଡିକ କହିଲେ ଅତ୍ୟଧିକ ବ୍ୟାକୁଳ ହେଲେ ଏବଂ ହେ ମୋହନ କହିକି ହେ କୃଷ୍ଣ କହିକି ସେ ସେଠି ତାଙ୍କର ମନର ମୂର୍ଚ୍ଛା ହେଇଗଲା ବେହୋସ ହେଇଗଲେ ମୂର୍ଚ୍ଛା ପ୍ରାପ୍ତ ହେଇଗଲେ ଏ ଜାତି ରୀତିର ତେବେ ସେ କହୁଛନ୍ତି ଏଇଠି ଚିତ୍ତର ତାଙ୍କ ମନ ସତେ ଯେମିତି ମୂର୍ଚ୍ଛା ପ୍ରାପ୍ତ ହେଇଗଲେ এই জাতি রীতি পড়ু রীতির দিন অভিମାନ ভাবে পদ রসবতী কହୁଛନ୍ତି ଏ ଜାତି ମଧ୍ୟ ରୀତି ପଡୁ ପ୍ରୀତିର ମାନେ ପ୍ରୀତିର ଭଲ ପାଇବା ସବୁ ପୋଡିଯାଏ ଜାତି ଆଉ କେହି କାହାକୁ ଭଲ ନ ପାଆନ୍ତୁ କେହି କାହାକୁ ବିଶ୍ୱାସ ନ କରନ୍ତୁ କେହି କାହାକୁ ସେତିକି ଆଶା ଭରସା ନ ରଖନ୍ତୁ କାରଣ ଭଲ ପାଇ ମୁଁ ମଧ୍ୟ ଭଲ ପାଇଥିଲି ମୁଁ ମଧ୍ୟ ଦୁଃଖ ପାଉଛି ତେଣୁ ସେଇ କଥା କହୁଛନ୍ତି ଏ ଜାତି ଆଉ ଏ ଯୋଉ ପ୍ରୀତି ରୂପକ ନୀତି ଭଲ ପାଇବା ଗୋଟେ ଶବ୍ଦଟି ଅଛି ଗୋଟେ କଣ ଏଟା ଭାବ ନୁହେଁ କି ଭାବବାଚକ ନା ସ୍ନେହ କରିବା ଭଲ ପାଇବା ଶ୍ରଦ୍ଧା କରିବା ଭାବବାଚକ ନା ଗୋଟେ ପ୍ରକାର ଭାବନାକୁ ସେୟାର କରୁଛ ଫିଲିଙ୍ଗକୁ ସେୟାର କରୁଛ ତ ଏଇଭଳି ଯୋଉ ପୋଡିଯାଉ ଏଇଟା କିଛି ଅଭିମାନ ଏଇଟା କିଏ ଲେଖିଛନ୍ତି ଅଭିମାନ ସାମନ୍ତ ସେ ତାର ଲେଖିଛନ୍ତି ତେବେ ସେ ନିଜକୁ ଦିନ ଅର୍ଥାତ୍ ଦରିଦ୍ର ବୋଲି ପଦ ରସବତୀରୁ ସେଇ ଭାଇ କହୁଛନ୍ତି ଗୀତ ମାଧ୍ୟମରେ କହୁଛନ୍ତି କାହାର ରସବତୀର ଅର୍ଥାତ୍ ଶ୍ରୀ ରାଧାଙ୍କର ରସବତୀ ହେଉଛନ୍ତି ଶ୍ରୀ ରାଧା ରାଧାଙ୍କର ନାମ ବର୍ଣ୍ଣନା କରିକି କହିକି ଏଇଠି କଣ ରାଧା କହୁଛନ୍ତି ସତ ତମର କିଏ କବି ଅଭିମାନ ସାମନ୍ତ ସିଂହାର ରାଧାଙ୍କର ବାକ୍ୟ କଲେ ନା ଗୁଣ ଗୁଣାଣ ଗୁଡିକ ବାକ୍ୟ କରୁଛନ୍ତି ଅଳ୍ପ ଟିକେ ଆସିଲେ ପୁରା କବିତାର ଅଳ୍ପ କିଛି ବିଷୟ ଆସିଥାଏ କଣ କହିଲେ ସେ ନିଜର ନିଜର ରସର ବ୍ୟଥାକୁ ବିଦଗ୍ଧ ଭାବରେ ମୂର୍ତ୍ତି ପାଖରେ ପ୍ରକାଶ ପୂର୍ବରୁ ରାଧା ଭୟ ଆଉ କାତରରେ ମାନେ ମୂର୍ଚ୍ଛା ପ୍ରାପ୍ତ ହୋଇପଡିଛନ୍ତି ଇଏ ଥିଲା ତାଙ୍କର ଗପ ଯାଉ କିଛି ଦେଖିଦିଅ ଚେକ୍ କରିଦିଅ ହେଲା ତାପରେ କ୍ୱେଶ୍ଚନ ବହୁତ ସାରା ସବ୍ କ୍ୱେଶ୍ଚନ ଅଛି ରାଧା କୁଆଡେ ଗଲେ ରାଧା କୃଷ୍ଣ ରାଧାଙ୍କର ଯେତେବେଳେ କୃଷ୍ଣ ଥିଲେ କୋଉଠି ଆସିଲେ ଗୋପପୁରରେ ଥିଲେ ଗୋପପୁରରେ ଯେତେବେଳେ ରହିଲେ କେତେ ବର୍ଷ ରହିଲେ 14 ବର୍ଷ ରହିଲେନି 14 ବର୍ଷ ପରେ ଗଲେ କଂସକୁ ମାରିବା ପାଇଁ ଅପୁତ୍ର ତମେ ଫାର୍ଷ୍ଟ ଇୟର ପଢିଥିବ ଅପୁତ୍ର ଗୋଟେ ଆସିଥିଲେ ମାମୁଁ ଘରେ ନେଇକି ଗଲେ ଆସିଥିଲେ କଣ ସେଇ ସମୟରେ କୃଷ୍ଣ ବଳରାମ ପଳେଇଥିଲେ ହେଲା ଆଉ ଆସିନଥିଲେ ଫେରି ନଥିଲେ ବହୁତ ଦିନ ଧରିକି ରହିଗଲେ ତାପରେ ମଥୁରା ପରେ ଦ୍ୱାରିକାଧୀଶ ହେଇଗଲେ ସେ
हाँ गले तापर तो से द्वारिका राजा हे गले द्वारिका से गले राजा हे गले साडे रहिले आउ आसिलेनी तेणु कर तापर पुणी स्टोरी तो केते गुडे बुलेइबार अछि तापर राधा तू नै जो अलगा उतरे मजे का बाहर पुणी को संगे नै गला तार से बाकी अष्टपाटी लागि आठ जन स्त्री ताकर हे गले राधा रहिले गोपकुली से रहिले जाईकी तमरो द्वारिका रे रहिले तापर थोड़ा से रहिथिले अन्य प्रकार के दूसरा किंतु देखा साक्षात नहीं पारे से मझे जो भक्ति माने थांती से जाई केवल कथाबार्ता आंक कथा तांको आंको आसिकी मझे राधा कृष्ण को जल खाते राधा पाद धुई देती तो जल होला जोर जमा छाड़ेगानी स्त्री मानक कहला कि पाद धुई लगे दे तार देह भल हो स्त्री कहले आगु जदी हमर पाद धुई नै ता स्वामी को देह लगे दउ ताले हमर अपमान हबो अपकार नहीं स्वामी से पाद धुई कि स्वामी से सोरे नक बिवार लक्षण मिलुला तेणु से माने के देला आम भाई न बना स्वामी जाऊ तेणु के दो राधा वाले मुझे सेठी भाई राधा कृष्ण को कृष्ण को श्री अक्षर कृष्ण को बहुत भक्त अछन भला कर राधा से कृष्ण नाम जोड़ी तांकर भगवान खाली सर्वश्रेष्ठ नहीं से पाद धुई नै लगे देले कृष्ण को साइंस देह तमे जर कमला देह भल होई जाय तो अछि त हमर पुराण परंपरा नहीं अति पुराण रे बहुत सारा गप अछि तो से जो चाली जाइछंती दुती भी कोन जात तर देखा साक्षात करे देबो बोली कि जस्ट जाइछंती कि मन कोइ जाइथि हम फेरी आ फेरी गेली तो करिना से जो 14 वर्ष काल सांग होई रहिछंती सांग होई ना केली करछंती सांग होई जमुना नदी से आ कदम गोली खेलिछंती सब मन को बुझति राधा आगे मन को लेकिन वैदेशिक बड़ा सिटी और बड़ा पुराण कथाबार्ता छोट बेले तो किए देखो सीरियल सब राधा कृष्ण रामायण महाभारत देखिछ एबे पुनी दब रामायण तुम तो कष्ट ही नहीं ये सब भारत अच्छा अरे आंसर कहलो नारी मारा नीति किए शिक्षा करछि चंद्र बिना कहार गति नाही कहा बिना बिना बंची परिबन दासी को नागर मुनि के उठी गोटे नागर भक्त कहा से तुलनी हुई मुदिनी बिना कहार बाधार होई न थाए कारी हेले भी शशि कहा प्रति आदरर त्याग करि पारि नाही ऋषि माने कोन केला कले राधा को की भेड़ा बुड़ी पुरंदर किए काहा तापरे प्रेम खुशी बंची पारिबो नाही ज्येष्ठ तापरे ज्येष्ठ अछि ना सूर्यंग तापरे ज्येष्ठ तापरे प्रेम खुशी खुशी कोन बंची पारिबो देखा देगी 51 पेज राधा कृष्ण ठार की मंत्र मागिबा पई राधा कृष्ण पर धरि कोन कहछन धीरे राधा कर धरि कहछन कि जीवन नै कौन करबे कि राधा कृष्ण कर धरि की जीवन नबा पई की पाप माने जो प्रेम सॉरी जीवन नेबा पई कि रखिछु कि या फिर कृष्ण कोन नारी मरा नीति दीक्षा नहीं जल्दी से कथा पचारिबो सेकंड क्वेश्चन हां प्राण बंधु को कोन कहे पे राधा कहछे हां प्राण बंधु को जाई कहबो से कोन नारी आ प्रथम डाको जीवन नेबा कोन लगाई छथि जो पाप प्रीति सेटा
କାହାକୁ କିଣିଥିଲେ ବିନାଶ କରାଯାଏ ନାହିଁ କିଣା ରାଶି ହଁ ରାଶିକୁ କି କିଛି ରାଶି ମାନଙ୍କୁ କିଣି ତାଙ୍କୁ ବିନାଶ କରାଯାଏ ନାହିଁ। କୃଷ୍ଣଙ୍କ ଚରଣରେ କୃଷ୍ଣଙ୍କ ଶ୍ରୀ ଚରଣରେ ରାଧା କଣ କାହା ବିନା ଚପଲର ଅନୁମତି କାମ ସିନ୍ଧୁ ପାଣି ପିଇ କିଏ କାହାକୁ ପକାଇଦେଲେ ବିଦେହ ଅର୍ଥର ଅର୍ଥ କଣ ମରଣର ବାଟ ଶ୍ରୀକୃଷ୍ଣଙ୍କର କେଉଁ ନୀତି ଭାଙ୍ଗିବ ବୋଲି ରାଧା ଯୁକ୍ତିକୁ କହିଛନ୍ତି ରାଧାଙ୍କର ସବୁ ପୁଣ୍ୟ କେମିତି ଜାଣିବ ରାଧାଙ୍କର ସବୁ ପୁଣ୍ୟ କିଭଳି ଜାଣିବ ବିରହକୁ କଣ ତୁଲନ ହୁଏ ନାଗର ଦଂଶନ ମଧ୍ୟ ବିରହ ଜ୍ୱାଳା ଠାରୁ କମ୍ ତୁଳିତ ନୁହେଁ ରାଧାଙ୍କ ପ୍ରୀତି ଭେଳା କାହିଁକି ପୁରୀ ଯାଉଛି ରାଧାଙ୍କୁ କଣ ଜାଳି ଦଉଛି ବୋଲି ସେ କହୁଛନ୍ତି ରାଧାଙ୍କୁ କଣ ଜାଳି ପଟାସକୁ କାହା ସହିତ ତୁଳନା କରାଯାଇଛି ପଟାସକୁ କାହା ସହିତ ତୁଳନା କରାଯାଇଛି କୋଉ ଲାଇନ୍ ଅଛି ହେଲା ଘନଶ୍ୟାମ ରସବୃଷ୍ଟି ନଥିଲା ଦୁର୍ଯୋଗ ବତାସ ପୁଣି କାହୁ ଆସି ଦିଶିଲା ଏବେ କାହା ସହିତ ତୁଳନା କରାଯିବ ଦୁର୍ଯୋଗ ସହିତ ତୁଳନା କରାଯାଏ ଦୁର୍ଯୋଗ ରୂପକ ବତାସ ନାଇଁ ଲେଖା ଅଛି ନା କୋଉ ଲାଇନ୍ କହିବି 14 ନମ୍ବର ହେଲା ଘନଶ୍ୟାମ ରସବୃଷ୍ଟି ନଥିଲା ଦୁର୍ଯୋଗ ବତାସ ପୁଣି କାହୁ ଆସି ବସିଲା ତ ବତାସକୁ ଏଇଠି ଦୁର୍ଯୋଗ ସହିତ ତୁଳନା କରାଯାଇଛି ଜ୍ୟେଷ୍ଠ ତାପରେ କଣ ରହିବ ନାହିଁ ପ୍ରେମ ଖୁସି ରହିବ ନାହିଁ କୃଷ୍ଣଙ୍କୁ କେଉଁ ମନ୍ତ୍ର ମାଗିବା ପାଇଁ ରାଧା ଅପେକ୍ଷିତ କଲେ ଅରଚନା କେଉଁଠି ଯିବି କୁହାଯାଇଛି এটা ହେଲା ଦି ମାର୍କିଆ ଯେତେବେଳେ ଆନ୍ସର ଲେଖିବ ଲେଖ ସରି କପି ନା ବିଷୟ ନା ଲେଖିବ ତା ପାଇଁ 1 ମାର୍କ ମିଳେ ଆଉ ଆନ୍ସର ପାଇଁ 1 ମାର୍କ ମିଳେ ଯଦି ସେଟା ନ ଲେଖିବ ତାହେଲେ 1 ମାର୍କ ପରେ କାଟିଦେବେ ପରୀକ୍ଷାରେ କାରଣ ସେଥିପାଇଁ ତମର ଲେଖା ଅଛି ସ୍ପଷ୍ଟ ଯେ ଲେଖା ଲେଖକ ପାଇଁ 1 ନମ୍ବର ଉତ୍ତର ପାଇଁ 1 ନମ୍ବର ଦିଅ ତାପରେ ସରଳ ସୁନ୍ଦରୀ ଖୁଲାସ ଦେଇଥିଲା ନା ତା ପରଶୁରାମ ପୀଠ ଧୀରେ ରାଧା ପରମହଂସ ଆଜି ସରିଲା ଆଉ ପୋଲିସ ପାଇଁ ତାକୁ କଥା ଯିବା ନାଇଁ ମିଶିବାଟା ସରିଛି ଗୋଟେ ଅଛି ଆଉ ପୁରା ସରିଯାଇଛି ପ୍ରଥମେ ଏକ ଖାଲି ଅଛି ସବୁ ସରିଛି ଖାଲି ଆଧ୍ୟାତ୍ମିକ ଭିତ୍ତିଟା ହିଁ ସରିଛି ଆଉ ଆର ସେଇଟା ସରେଇ ବଡ ବସିଛି ତାଙ୍କୁ କିଏ ପଚାରିବ ବଡ ବସିଛି ଖାଲି ରାଧାକୃଷ୍ଣ ଛୋଟ ଅଛି
खाली राधा कृष्ण आपके नाम अच्छा ओहो अच्छा अच्छा गोपी माने एग्जाम लगे सब दोसर लॉजिक कृष्ण हां माने तो ଭଲ ପୁଣି ତାକୁ ଆଉ ଗୋଟେ ନାଇଁ ଏଇଟା ଆଚ୍ଛା ହଉ ଏଇଟା ତ ଲାଷ୍ଟ କ୍ଲାସ୍ କରିବ କଣ 14ଟା ଏବେ ସେଇଟା ହବନି ନାଇଁ ତ କଣ ହେଲା କଣ ଗୋଟେ କ୍ଲାସ୍ ସରିବା କିନ୍ତୁ ଆସନ୍ତୁ ଆଥର ଛେଚା ହବ ଆଜି କହିବି ଯାଇକି ଆରେ ଆସିବ କେତେ ଆସିବ ଆଉ କଥା ପହଞ୍ଚି ଯାଇ ଆଉ କଣ